ଥରେ ବ୍ରହ୍ମା ଗଲେ ତାଙ୍କୁ ଦର୍ଶନ କରିବା ପାଇଁ। ପ୍ରାୟ ଏହା ସବୁ ଜାଣିଛନ୍ତି। ବ୍ରହ୍ମା ଦର୍ଶନ କରିବା ପାଇଁ ଗଲେ ଦ୍ୱାରପାଳ ତାଙ୍କୁ ଛାଡ଼ିଲେନି। ଏ କହିଲେ ତମ ଠାକୁରଙ୍କୁ ଅନୁମତି ନେଇକି ଆସିଛି। ବ୍ରହ୍ମା କହିଲେ ଯାଅ, ତୁ ବୋଧେ ଜାଣିନୁ ମୋତେ, ଯା। ଭଗବାନ କେଉଁ ମୁଡ଼ରେ ଥିଲେ ଯେତେବେଳେ ଦ୍ୱାରପାଳ ପଚାରିଲେ ଜଣେ କିଏ ଆସିଛନ୍ତି, ତାକୁ ପଚାର ସେ ବ୍ରହ୍ମା ବୋଲି କହୁଛନ୍ତି। ପଚାର କେଉଁ ବ୍ରହ୍ମା? ଦ୍ୱାରପାଳ ଆସି କହିଲେ ଆପଣ କେଉଁ ବ୍ରହ୍ମା? ବ୍ରହ୍ମା ଆଶ୍ଚର୍ଯ୍ୟ ହେଲେ, କେଉଁ ବ୍ରହ୍ମା ମାନେ? ଆହୁରି କେତେଟା ବ୍ରହ୍ମା ଅଛନ୍ତି ନା କ'ଣ? ଆରେ କହିଦେ ସନକ ପିତା ବ୍ରହ୍ମା ଆସିଛି। ହଁ ମହାରାଜ, କିଏ ଗଲେ ସନକ ପିତା ବ୍ରହ୍ମା ଆସିଛନ୍ତି। ଠାକୁରଜୀ କହିଲେ ନେଇ ଆସିତା। ବ୍ରହ୍ମା ଗଲେ, ପ୍ରଣାମ କଲେ। ଠାକୁରଜୀ ପଚାରୁଛନ୍ତି କେମିତି ସ୍ମରଣ ହେଲା, ଦର୍ଶନ ଦେଲେ। ପ୍ରଭୁ ପରେ କଥାବାର୍ତ୍ତା, ଆପଣ ପ୍ରଥମେ କୁହନ୍ତୁ ଯେଉଁ କେଉଁ ବ୍ରହ୍ମା ବୋଲି ଜିଜ୍ଞାସା କଲେ ତାର ମାନ୍ୟଟା କ'ଣ? ବ୍ରହ୍ମାଙ୍କର ଅଭିମାନ ଥିଲା। କେଉଁ ବ୍ରହ୍ମା ଯେ କହିଲେ ତାର ତ କେତେଟା ବ୍ରହ୍ମା ଅଛନ୍ତି ନା କ'ଣ ଜଗତରେ, ଆପଣ ସେଇଟା କୁହନ୍ତୁ, ତାପରେ ଯାହା କିଛି କଥାବାର୍ତ୍ତା ଆମର। ଠାକୁରଜୀ ହସିଲେ, ପଚାରିଦେଲେ ଏମିତି, ନାଇଁ ନାଇଁ କୁହନ୍ତୁ କେଉଁ ବ୍ରହ୍ମା ନା ଆହୁରି କିଛି ବ୍ରହ୍ମା ଅଛନ୍ତି? ଇଏ କହିଲେ ନାଇଁ ନାଇଁ, ବେଳେବେଳେ ସାରା ଦୁନିଆ ଭୁଲେ, ବ୍ୟସ୍ତ ଭିତରେ ପଚାରିଦେଇଛି, ସେଥିରେ କ'ଣ ଅଛି, ତମେ ଏତେଟା ରିଜିଡ଼ ହୁଅନି। ଭଗବାନ ଲୀଳାବିଳାସ କଲେ, ସ୍ମରଣ କଲେ, ସେଇ ସମୟରେ ଟିକେ ରୁହ, ତମର ଉତ୍ତର ମିଳିବ। ସବୁ ଯାକ ବ୍ରହ୍ମା ଆସିଲେ। ଅନନ୍ତ କୋଟି ବିଶ୍ୱବ୍ରହ୍ମାଣ୍ଡର ଯେତେ ବ୍ରହ୍ମା ସବୁ ଆସିଲେ। କିଏ 8 ମୁଣ୍ଡ, କିଏ 16 ମୁଣ୍ଡ, କିଏ 32 ମୁଣ୍ଡ, କିଏ 64 ମୁଣ୍ଡ, କିଏ 108 ମୁଣ୍ଡ, କିଏ 216, କିଏ 432, ଏହି ପ୍ରକାର ହଜାରେ, 10,000, ଲକ୍ଷେ, କୋଟିଏ ମୁଣ୍ଡ ପର୍ଯ୍ୟନ୍ତ ବ୍ରହ୍ମା ଆସିଲେ। ଭଗବାନଙ୍କ ଐଶ୍ୱର୍ଯ୍ୟ ପ୍ରକାଶ ହେଲା। ସବୁ ବ୍ରହ୍ମାମାନେ ଆସୁଛନ୍ତି, ସେ ପ୍ରଣାମ କରୁଛନ୍ତି। ଖାଲି ସେତିକି ନୁହେଁ, ଶିବମାନେ ବି ଆସିଛନ୍ତି। କେତେ କେତେ କୈଳାସ ଶିବମାନେ ଆସିଛନ୍ତି। ଯେତେ ସବୁ ମାଗଧ ବନ୍ଦୀଜନ ସବୁ ସ୍ତୁତି କରୁଛନ୍ତି, ଠାକୁରଜୀ ବିରାଜମାନ କରିଛନ୍ତି। ଯେତେ ବ୍ରହ୍ମା ସବୁ ଆସିଲେ, ତା ଭିତରେ ଆମର ଯେଉଁ ଚତୁର୍ମୁଖୀ ବ୍ରହ୍ମା, ଆମ ବ୍ରହ୍ମା ସବୁଠୁ ଛୋଟିଆ, ହାତୀ ପଲ ଭିତରେ ମଶା ଭଳିଆ ଦେଖାଗଲା ଆମ ବ୍ରହ୍ମା। ଗୋଟେ କୋଟିଏ ମୁଣ୍ଡ, ଲକ୍ଷ ମୁଣ୍ଡ ବ୍ରହ୍ମା ଆସିକି 4 ମୁଣ୍ଡିଆ ବ୍ରହ୍ମା କ'ଣ କରିବେ? ଇଏ ଦେଖି ତାଜୁବ ହେଇଗଲେ, କହିଲେ ହେ ଭଗବାନ, ଏସବୁ ଯାକ ବ୍ରହ୍ମା। ଠାକୁରଜୀ ପଚାରିଲେ ସବୁ କୁଶଳରେ ଅଛ ତ? ହଁ। ରାଜ୍ୟରେ କିଛି ବିତ୍ପାତ ହେଇନି ତ? ନା ତମମାନଙ୍କୁ ଦେଖିବା ପାଇଁ ଇଚ୍ଛା ହେଲା ତ, ତେଣୁ ସ୍ମରଣ କଲି, ଯାହା ଆସିଲ। ହଁ ପ୍ରଭୁ, ଆପଣଙ୍କ କୃପାରୁ ସବୁ ଚାଲିଛି, ଠିକ୍ ଅଛି, ସବୁ ସୁଚାରୁରୂପେ ସମ୍ପାଦନ କର, ବର୍ତ୍ତମାନ ସୁବିଧା ନିଅନ୍ତୁ। ବର୍ଣ୍ଣନା କରାଗଲା, ଆମେ ଯେଉଁ ବ୍ରହ୍ମାଣ୍ଡରେ ବାସ କରୁଛେ, ଏ ବ୍ରହ୍ମାଣ୍ଡର ଆୟତନ ହେଉଛି 50 କୋଟି ଯୋଜନ ଆର ପରିସୀମା। ଇଏ ସବୁଠୁ ଭଗବାନଙ୍କର ଯେଉଁ ବିଶ୍ୱ ପରିପ୍ରକାଶ କୁହାଯାଇଛି, ଭୌତିକ ପରିପ୍ରକାଶରେ ଇଏ ସବୁଠୁ ଛୋଟିଆ ବ୍ରହ୍ମାଣ୍ଡ। ଆର ବ୍ରହ୍ମା ମଧ୍ୟ 4ଟା ମୁଣ୍ଡ, ସବୁଠୁ ଛୋଟ। ଆମ ପୃଥିବୀ ଯେଉଁ ବ୍ରହ୍ମାଣ୍ଡରେ ଅଛି, ଏ 50 କୋଟି ଯୋଜନ କୁହାଯାଇଛି। ଏ ସବୁଠୁ ଆୟତନରେ କମ୍। ଆମର ବିରଞ୍ଚି ବ୍ରହ୍ମା ମଧ୍ୟ 4 ମୁଣ୍ଡ ବ୍ରହ୍ମା। ଆଠୁ ବ୍ରହ୍ମାଙ୍କର ମୁଣ୍ଡ ଅନୁସାରେ ତାର ଆୟତ କ୍ଷେତ୍ରଫଳ ବଢ଼ି ବଢ଼ି ଯାଉଛି। ଚିନ୍ତା କର, କରୋଡ଼ ବ୍ରହ୍ମା ଯେଉଁ ମୁଣ୍ଡରେ ବ୍ରହ୍ମା, ତାର କେତେ ବଡ଼ ବ୍ରହ୍ମାଣ୍ଡ ଶକ୍ତି ଅଛି। ଏ ସବୁ ଯାକୁ କୁହାଗଲା ଗୋଟେ ପାଦ ବିଭୂତି। ଅନନ୍ତ କୋଟି ବିଶ୍ୱ ବ୍ରହ୍ମାଣ୍ଡ ଯେତେ ବ୍ରହ୍ମା ସବୁ ଅଛନ୍ତି, ଯେତେ ଶିବ ଅଛନ୍ତି, ଯେତେ ଲୋକ ସବୁ ପ୍ଲାନେଟ୍ ଅଛି, ଏ ସବୁ ଯାକ ଠାକୁରଙ୍କର ଗୋଟେ ବିଭୂତି କୁହାଗଲା। ଆଉ ତ୍ରିପାଦ ବିଭୂତିରେ ଗୋଲକରେ ସେ ଅଛନ୍ତି, କ'ଣ କହିବା ତା କଥା? ଏ ତ ମଣିଷର ଚିନ୍ତାତୀତ କୁହାଯାଇଛି। ତେଣୁ ନରଲୀଳା ସେ କରିଛନ୍ତି, କିନ୍ତୁ ବାସ୍ତବରେ ସେ ସ୍ୱରୂପରେ ଭଗବତ ତାର ସାର ଅଛି। ତାକୁ ମଣିଷ ଛୋଟିଆ ବୁଦ୍ଧିରେ କ'ଣ ବୁଝିବ, କିଛି ବୁଝିପାରିବ। କାଲି କ'ଣ ଖାଇଥିଲେ ପଚାରିଲେ ମନେ ପଡ଼ିବନି। ଆମର ବୟସ ଅନୁପାତରେ ସବୁ ସ୍ମରଣ ଶକ୍ତି ହେଇଯାଉଛି, ଘୁଷିବାକୁ ପଡ଼ୁଛି। ଟଙ୍କା କେତେ ଲେଖାଏଁ ଲେଖିକି ରଖିବାକୁ ପଡ଼ୁଛି ଖାତାରେ, ମୋବାଇଲରେ ସେଭ୍ କରି ରଖିବାକୁ କରିବାକୁ ପଡ଼ୁଛି, ମନେ ପଡ଼ିବନି କାଲି ଦେଖିବି ବୋଲି। ମଣିଷର ଏ ପ୍ରକାର ବୁଦ୍ଧି, ଭଗବାନ କ'ଣ ବୁଝିପାରିବ? ତେଣୁ ଭଗବାନ କୃପା ଯଦି କରିବେ, ତାଙ୍କରି କୃପାରୁ ତାଙ୍କୁ ବୁଝି ହେବ, ଜାଣି ହେବ। କାହିଁକି ନା ଏ ଜୀବ ଯଦି କିଛି ଜାଣିଦିଏ, କିଛି ତାର ବ୍ୟବହାରିକ ଦ୍ୱାରା, କିଛି ଆଚାର ବିଚାର ଦ୍ୱାରା, କିଛି ତାର କିଛି ଉନ୍ନତି ଆସିଗଲା, ସେଥିରେ ଅଭିମାନ ଆସିଯାଏ। ତାର ଆଚାର ବିଚାର ବ୍ୟବହାର ଦ୍ୱାରା କିଛି ପୁରୁଷାର୍ଥ ଯଦି ତାର ଉନ୍ନତି ହେଇଗଲା, ସେଥିରେ ତ ଅଭିମାନ ଆସିଯାଏ। ଏ ଅଭିମାନ ତାକୁ ନଷ୍ଟ କରେ, ପତନ କରିଦିଏ ଅଭିମାନ। କେହି ଏଥିରୁ ବଞ୍ଚିତ ନାହାନ୍ତି, ସମସ୍ତଙ୍କ ଭିତରେ ଘାରିଛି ଏଇଟା ଅଭିମାନଟା। ତେଣୁ ଅଭିମାନ ଶୂନ୍ୟ ନିତାଇ ନଗର ବେড়ায়। ଆମ ନିତ୍ୟାନ୍ତ ତତ୍ତ୍ୱ କହିଲେ ଅଭିମାନ ଶୂନ୍ୟ, କିଛି ଅଭିମାନ ନାହିଁ ତାଙ୍କର, କିଛି ଅଭିମାନ ତାଙ୍କର ନାହିଁ।
एपर निर्भिमान हेले भगवान को बुझी हो जानी हो किसी वर्णना कराई नारद जी थरे से तो परिभ्रमण कर बुलूं से हाँ ये कड़ी ब्रह्मा ये स्तुति करती नारद कथा ब्रह्मा ये जो सब भगवान लीला देखले सब ब्रह्मा चलिए यही ब्रह्मा आमर ब्रह्मा लज्जित हो गले से बुझीपारे नतमस्त होइले कहले प्रभु मुझे आपन को स्तुति करी बर्तमान से स्तुति सत्य ही दिखागला स्तुति कर अर्थ बुझे बर्तमान बुझीगले अर्थटा कौन स्तुति करते जानन्तेव जानन्तु श्लोक उठिसंती जानन्तेव जानन्तु किं बहुक्त्यान अमे प्रभो मनसा मनसो वाचा वपुष वैभवं तव गोचर ब्रह्मा कहते हे प्रभु हे नारद जदि किए कहे मु भगवान को जानी से जान जानते हो जानते जदि किए कह भगवान को जानी बुझी जाइए से कही पारे किंतु मन द्वारा वाणी द्वारा शरीर द्वारा से जो कि लीला कर कि जो वैभव प्रकाश होची मोर गोचरीभूत ना ब्रह्मा निजे निजर असमर्थ प्रकाश कर भगवान जे केमती लीला विलास कर जापारे तेणु प्रभु मुझे स्तुति करी कि बर्तमान बुझीगली स्तुतिर अर्थटा वास्तव में आपन को बुझा बड़ कष्ट एकमात्र निरभिमान होते भगवान बाकी जगत रे भगवान के सारा सब अभिमान युक्त समस्त समस्त भितर किसी ना किसी अभिमान रोचे ये जो कहुई ना मन बुद्धि चित्त अहंकार चार्टा वस्तु मन बुद्धि चित्त अहंकार देखा गोटे भाया लगे कथा शब्द आग तफात अच्छी मन ताक कुगला संकल्प विकल्प जे करे सब संकल्प विकल्प जो आसती एटा सेटा एटा सेटा एटा सेटा निर्णय करि पारत ताको कहला मन मन सब संकल्प संकल्पात्मक विकल्पात्मक बुद्धि ताको कहला जे निर्णय करियो जे स्थिर करियो बुद्धि चित्त जाओ कहला चिंतन जे करियो भगवान से महाप्रभु कहले चेत दर्पण मार्जन चित्त शब्द लगे चिंतन जे करियो अहंकार जो अभिमान आसी जड़ अभिमान से निजर जन्मर निजर बुद्धिर निजर प्रज्ञार निजर धीर निजर धनर निजर पुरुषार्थर निजर रूपर निजर वैभवर अहंकार ये बड़ मारात्मक जिस ये पाखापाखि सब लगी थाए बुझले तो नारद थरे जाइथिले बोले हिमालय प्रवेश कले हिमालय देखिले बढ़िया सुंदर परिवेश पूरा गंगार निर्झर कुलुकुल नाद प्रभावित होती शांत परिवेश पूरा पूरा प्रसन्न मुद्रा से सबकिछि से कल ध्यान करने बहुत बढ़िया लगे नारद भगवान का अनन्य भक्त ध्यान करिए ये जो ध्यान जो भजन करा जाए से भूमि प्रभाव पड़े सात्विक भूमि भजनटा होता है सात्विक भूमि अर्थात कौन कहगला जो 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 कार्य आम करुचे जेकोसी स्थान रे से कार्यर प्रत्येक परमाणु भूमि उपरिस्थ वायुमंडल थाए आम जी जो प्रकार कार्य करुचे जेको स्थान रे जो कार्य होचे से कार्यर अणुपरमाणु भूमि उपरिस्थ वायुमंडल थाए तेणु से भूमि जो मैंने बास करते मैंने बसती मन से प्रकार विकारग्रस्त होता है जमती आम कंसई खाना को जीवा मन विरक्ति अशांत हो ना मरा हो तो सी संसार कहगला संसार सब तो वासनार वैभव संसार घर परिवार सब वासना सब कथक पतन ये प्रकार वैष्णव परिवार कथा अलग प्राय संसार कथा कहुई भोग भूमि कहगला से भोगर वातावरण रहते से तेणु सात्विक भूमि तक कहगला जो भगवान का भजन कीर्तन होता है जो भगवान के विग्रह था साधु सन्तान जो रोचती एटा सात्विक भूमि ये भजन अनुकूल परिवेश यहाँ संपूर्ण अन्य स्थान तो नारद देखले तो बढ़िया स्थान है गंगा कूल हिमालय पूरा सात्विक भूमि भजन अनुकूल परिवेश से बसीगले ध्यान ध्यान कर समाधि होगा पूरा समाधि हो गले तो समाधि बस भगवान चिंतन कर इंद्र चिंता कले इंद्र कहले नारद ये तो बुलिया लोक चारिपटे गोटे मुहूर्त रहा सब हरे कृष्ण नारायण कर बुलिया लोक ये कौन ध्यान समाधि गले
बोधे आपको आउ किसी दरकार बोधे काले मो इंद्रपद नहीं जीवन तो इंद्र सब थाए भाभी भाभी संस्याता विनशति जो मन भर शंका प्रवेश कला मात्सर्य गुण यू जार हृदय मात्सर्य भरा थी ना ताकि अधिक किसी करदेला मन भर थाए निजर क्षति इंद्र कौन कला सह्य कर अप्सरा पठेले से कामदेव को कहले तुम जाओ अप्सरा धरिक कामदेव आसले पुओ को धरिक आसले पुओ होती बसंत कामदेव को पुओ होती बसंत बसंत को धरिक आसले पुओ को आदेश कले बसंत जो प्रकाशित हेले चारिड़े पूरा पुष्प पुष्पित है फल माने सुंदर सुंदर पुष्प सब पुष्प फल फूल फुटिला तापर मृदुमंद सम्मिलन प्रभावित है जो प्रकार बसंतर आगमन होगा से कामदेव यहाँ सुजोग यहाँ बसंत ऋतु में काम उद्दीपकर प्रकृष्ट समय मिलता है तापर अप्सरा माने नृत्य भंगी कर समय नारद बसी ध्यानस्थ से समाधिस्थ अच्छा भगवान का चिंतन तल्लीन होती तेणु ये बसंत ऋतु तापर प्रभाव पड़लानी अप्सरा मानकर से मूर्छना से जो नुपुर झंकार किसी मन भर विकार नहीं आसलानी शेष कामदेव भी निजर सर योजना कर किछि हला नारद एक प्रकार भगवत चिंतन डूबी गच्छन्ति मन को विचलित कर पारे जार मन भीतर हृदय भीतर भगवान था जो राम थे से काम न थे जो हृदय जहाँ राम न थे मन में जहाँ राम न थे से काम प्रवेश करे एक काम सब मारात्मक जीव को पतन कर कामना आ किसी ना सी हृदय भीतर बस थे जब पशिज से चीवाई चाहिए से सहज काढ़ी पार मारात्मक ये सब प्रधान शत्रु आम काम ये जीवर प्रधान शत्रु हूँ काम जार बारंबार जन्म जगत को बारंबार आस ये आसियो पूरा अभिनय कर मित्र भाया कि परम शत्रु आसेगा ये आसे निरीक्षण करे प्रति लोक पाखु आसो देख जहाँ हृदय भीतर भगवान अच्छा सीढ़ी से जीव डरी पड़े कि जहाँ भीतर ठाकुर जी ना से भीतर प्रवेश कर थरे जी पशिगला से भगवान सब सत्य गुण नष्ट हो नारद तो भगवान चिंतन डूबी गए से कौन आम भाई संसार ना कौन तेणु कामदेव मत से परास्त हो गले से बुझीपारे नारद महिमाटा को सी आसिक प्रणाम कले कहले हे देवर्षि मैं बुझीपारे आप बड़ महान आप पूरा काम जीत देखले महाराज आप काम को जय कले वो तो भावी शंकर जी जड़े अच्छा आप भी से मतलब सब सतचेष्टा परास्त हो गले तेणु आप कोटि कोटि प्रणाम आप अपराध क्षमा करूँ आमको विदाय दिखाँ नारद कहले जाओ किंतु सूक्ष्म रूप से नारद भीतर अभिमान प्रवेश कला मुझे काम विषय करदेली लीला आरंभ देखो जो कामदेव स्वयं प्रशंसा कले नारद तुम प्रकृत ब्रह्मांड काम जय हो काम जीत हो जगत कार सामर्थ्य ने काम को जय करने तुम तो पूरा जय कर दो महाराज जय हो महाराज जय हो धीरे धीरे सूक्ष्म रूप प्रवेश कला कामटा माने अहंकार अभिमान आसीगला मुझे काम को जय करदेली तापर चले से कैलाश शंकर जी देखले आसछंती स्वागत कले शंकर जी कुआर थिला एत दिन पर आसले नारद बहुत बढ़िया नारद माने पेट भीतर आउट पया जदि थे जदि प्रशंसा भीतर पशिगल ना प्रतिष्ठा से सब कह लोक जा देखुन जदि निजर किसी बहादुरी चमत्कार थी निजर परिवार निजर पुओ चाकरी पाई कि धन अर्जन हो किसी टीवी टेलीकास्ट हो डाकिया जीवा लोक डाकिया टीवी देखी ना टेलीकास्ट होता मो फोटोटा मुझे कहली पूरा ये थाए सब भीतर समस्त भीतर थाए रिजल्ट भला मो पुओटा ना मो झीटा ना ये जो प्रशंसा शुणा लोक कहीं बद्ध जीव रजगुण प्रभाव है नारद भाया महत्व घरला शेष आम कथा छाड़ शंकर जी भलसर पचार ये कहले मुझे हिमालय जाइली ध्यान कली आजिकल ध्यान भी किए करदे ना शंकर जी किसी पचार ना ये उल्टा कह ऊपर पड़ी कहते ध्यान लोक से विघ्न कर अरे नारद तुमको किए विघ्न कला किए सी कला किए आ से इंद्र विघ्न कले आसु तो सब जानती सब जानती से आउटे कौतूहल कोई पचारे कौन है कह कहनी से पूरा जो अप्सरा से नृत्य भंगी कले कि मोर किसी नहीं तो परमात्मा ध्यान विलीन थी ना
मोर कौन विकार हो किसी विकार ना शेष से माने परास्त हेले पलैले वाह बढ़िया कल प्रकृत तुम जय हो कि शंकर जी कहले मत तो कहीदेल भूल हेल्ले आउ क्या कहबनी विशेष नारायण को कहबनी भगवान को कहबनी तुम जाओ कौच कह तुम मंगल पाई गोटे कथा कौच मु शंकर जी भल कथा कहले देख नारद बहुत उत्तम कथा काम को जय कर किंतु ये कथाटा तुम विशेषकर भगवान विष्णु को कहबनी आउ जाओ कौच कह भल कह नारद भाविले कौन जानते ना प्रतिष्ठा देख नारद माध्यम को लीला हो नारद से स्थित नहांती भगवान लीला आस नारद भाविले शंकर ये तो काम जाए ना माछे जगुण आसीगला अरे सी चाहूले सी ही जड़े एका रही ना कौन देखुन मुझे मोर भल कथा कौच सी शुणा पाए ना मत उपदेश दौरान क्या कहना अरे भाई भल गुणटा काम हो जाए कहले क्षति कौन अच्छे निजे भावुन सी गोटे भल काम गोटे है संपूर्ण काम पर जयलाभ कले ये तो प्रशंसा करिया कथा उल्टी प्रशंसा कौन करे मत उल्टा सजेसन दौरान नारायण कहबुन मुझे सीधा बर्तमान नारायण बाबू जी से रूट चेंज करदे कौन जाऊे कहले आज वैकुंठ सीधा गले वैकुंठ माने प्रशंसा के मारात्मक देखल ना नष्ट कर दी मनीष सतरे बद्ध जीवर भूमिका या सीधा भगवान पाक गले भगवान तो जानती लक्ष्मी नारायण अच्छा प्रणाम कले भगवान जानती ओहो नारद बहुत दिन पर दर्शन देल गोटे कृपा कर आसिल महाराज सब आपणकर महाराज अरे कड़े थी कौन थी ये जाणी पचार प्रभु मुझे हिमालय जाइए ध्यान करी आप जानते आप ध्यान करी कि ध्यान मत बड़ असुविधा कौन अवश्य मोर किसी क्षति है कि बड़ विघ्न है नारद तुम्हें मोर ध्यान कर तुम भाया महात्मा क्षति किए सी किए आउ करी आप इंद्र खाली सी एका नहीं महाराज कामदेव पठे से मेच अपसरा धरिक आसी जहाँ नाटक कर भजन ये प्रकार निमग्न थी टिके भी मन विकार है ये खाली स्मिता से कर ठाकुर जी कहले केड़े मूर्खटा कहले आपण को प्रकार भजन करी से जेते अंगभंगी प्रदर्शन कलंत जेते से काम सर प्रयोग कलंत मोर किसी विकार है महाराज आपण जो ध्यान किसी रहा ना कहले हाँ ये भी सत्य कथा अरे नारद मु कौन तुमको जे स्मरण कर तार काम विकार नष्ट हो ये लगे छाती कुंडे मुंड भगवान भी कथा कर ओस्ताद से कहले नारद तुम भाया भक्त को जे स्मरण कर तार मत काम नष्ट हो संसार क्या नष्ट हो मो कथा दूर कहला मो सत्य किसी है भावुं नारद से भगवान प्रशंसा कले देखते केते डेंजर प्रशंसाटा मारात्मक विशेषकर संसार तो सब प्रशंसा डूबिक अच्छा विशेष भजन साधन जो करती आध्यात्मिक बहुत आस निहत शिक्षणीय ये बड़े मारात्मक भगवान देखला भितर तो अभिमान प्रवेश कला भगवान भक्त मान गर्व को वर्जन करती अन्य कथा चिंता करती अन्य संसार डूबी मरुच्च मरु कथा सी छाड़े कि जो मैंने शरणागत भक्त अच्छा चिंता करते भगवान अन्य कथा चिंता कर अन्य तो नियम करागला बड़िया बिटा मोर ये संसार चक्र में पशु पक्षी कीट पद्म कुकर घुषुरी हे संसार नरक जी भगवान से जाए सी किसी ना कि जी शरणागत भगवान पाखे जी भजन कर भर जब ये सब किसी काम क्रोध लोभ विकार प्रवेश करे भगवान ताको शोधन करती किसी लीला कैसे कर भगवान लीला आरंभ कले लीला करिया दरकार नारद नारद जाओ जाओ तुम आराम भजन कर नारद बर्तमान चलुन ठाकुर जी लीला आरंभ करदे कौन लीला कले देखिली जंगल भितर विराट नगरी गोटे देखिले से विराट नगरी गोटे अच्छी बड़ अद्भुत नगरी पूरा एत सुंदर नगरी सब वैदुर्य मणि प्रभार स्वर्ण हीरा सब निर्मित होती शस्य श्यामला घर पूरा फलवती पुष्पित माने पूरा सब किसी सुंदर ये कहले मुझे सारा ब्रह्मांड बोलती एमती नगर तो क्यों देखी नी से नगर राजा होते शालिनी तापर ये गले नगर भीतर प्रवेश कले देखिले लोक मैंने सब कामदेव भाया सुंदर अच्छा आ समस्ते समर्थवान बलवान ज्ञानी विद्वान समस्ते से नगर एक आरके समस्ते एक प्रकार सर्वलक्षण युक्त ये जो नगरी देखी बड़ा आश्चर्य हो गले आ नगर मझीरे गोटे विराट गोटे पेंडाल अच्छी चबूतार कराई सब डेकोरेशन कराई
ସେଠି କିଛି ବିରାଟ ଆୟୋଜନ କିଛି କରାହେଉଛି। ଇଏ କୌତୂହଳୀ ପଚାରିଲେ କ'ଣ କି ଏଠି କ'ଣ ହବ କି? କହିଲେ ଆରେ ମହାରାଜ ଆମ ରାଜାଙ୍କର ଗୋଟେ ହିଁ ଝିଅ ଅଛି ରାଜକୁମାରୀ ଯିଏକି ବିଶ୍ୱମୋହିନୀ, ତାଙ୍କର ସ୍ୱୟଂବର ହେଉଛି ପରା ଏଠି। ସେଥିପାଇଁ ରାଜାମାନେ ସବୁ ବଡ଼ ବଡ଼ ଦେଶର ରାଜା ମହାରାଜାମାନେ ଆସୁଛନ୍ତି। ଦେଖିଲେ ଆରେ ଏତେ ରାଜା ଏତେ ସୁନ୍ଦର, ରାଜ୍ୟ ଏତେ ସୁନ୍ଦର, ରାଜକୁମାରୀ ଅଲିଲ ସୁକୁମାରୀ ତାଙ୍କରି ବିଶ୍ୱମୋହିନୀଙ୍କର ଆଉଥରେ ସ୍ୱୟଂବର। ସେ କୌତୂହଳୀ ରାଜ ଦରବାରକୁ ଗଲେ। ରାଜା ସ୍ୱାଗତ ଆସନରେ ଉଠି ପଡ଼ିଲେ, ଶାଳୀନିଧି ସ୍ୱାଗତ ସମ୍ବର୍ଦ୍ଧନା କଲେ, ଦିବ୍ୟ ଆସନ ଦେଲେ, ପାଦ୍ୟହରିକ ସେବା କଲେ। ନାରଦଜୀ ଆସିଛନ୍ତି, ସନ୍ତ ମହାତ୍ମା ସିଏ। ତାପରେ କହିଲେ ମହାରାଜ ଆପଣ କୃପାରୁ ଦେଖନ୍ତୁ ଏସବୁ ବୈଭବ ଚାଲିଛି ମହାରାଜ। ଏସବୁ ମୋର ଏକମାତ୍ର ଝିଅର ବିବାହ ସ୍ୱୟଂବର ଅଛି ଆସନ୍ତାକାଲି। ତେଣୁ ଅନୁରୋଧ ଆପଣ ବି ଟିକେ ଆସିଛନ୍ତି ଯେତେବେଳେ ବିରାଜମାନ କରନ୍ତୁ, ଆଶୀର୍ବାଦ ଶ୍ରୀବସନ୍ତ କରିବେ। ସେତେବେଳେ ସେ ଝିଅକୁ ଡକେଇଲେ। ବିଶ୍ୱମୋହିନୀ ଆସିଲେ, ଅନିନ୍ଦ୍ୟ ସୌନ୍ଦର୍ଯ୍ୟ, ସାମାନ୍ୟ ସୌନ୍ଦର୍ଯ୍ୟ ଅଧିକାରିଣୀ ରାଜକୁମାରୀ। ସେ ଭଗବାନ ଲୀଳା ତିଆରି କରିଛନ୍ତି ଭଗବାନ। ଯେତେବେଳେ ସେ ଆସିଲେ ବୈରାଗ୍ୟର ଶିରୋମଣି ନାରଦ ଦେଖୁଛନ୍ତି, ଅପଲକ ନେତ୍ରରେ ପଲକ ପଡ଼ିଲାନି। କହିଲେ ନା ଯେମିତି ରୂପ ସେମିତି। ଧୀରେ ଧୀରେ ସେ ଆକର୍ଷିତ ହେଲେ। ତାଙ୍କର ବୈରାଗ୍ୟ, ତାଙ୍କର ତପସ୍ୟା, ତାଙ୍କର ଧ୍ୟାନ ସବୁ ହଟିଗଲା। ଚିନ୍ତା କରନ୍ତୁ, ଯେଉଁ ତପସ୍ୟା ଥିଲା, ଯେଉଁ ଧ୍ୟାନ ଥିଲା, ଯେଉଁ ବୈରାଗ୍ୟ ଥିଲା ନାରଦ ଭଳିଆ ମହାତ୍ମାଙ୍କର, ସେ ବିଶ୍ୱମୋହିନୀର ସେ ଅପୂର୍ବ ସୌନ୍ଦର୍ଯ୍ୟ ଅବଲୋକନ କରି ସେ ବିକ୍ଷିପ୍ତ ହେଇଗଲେ, ବିଚଳିତ ହେଇଗଲେ। ଆଉ ପଲକ ପଡ଼ିଲାନି, ଖାଲି ତାକୁ ଦେଖୁଛନ୍ତି, ତାର ମନେ ମନେ ପ୍ରଶଂସା କରୁଛନ୍ତି ତାର ସୌନ୍ଦର୍ଯ୍ୟ। ମନ ଭିତରେ ସୁନ୍ଦର ଯଦି ପ୍ରବେଶ କଲା ନା, ନଷ୍ଟ କରିବ ନିଜର ସବୁ କିଛି। ବାସ୍ତବରେ ସୁନ୍ଦର ହେଉଛନ୍ତି ଠାକୁରଜୀ। ଜଗତକୁ ଯେଉଁମାନେ ସୁନ୍ଦର ବୋଲି ଦେଖୁଛନ୍ତି ସେମାନେ ବାସ୍ତବରେ କାମୀ ହେଇଯାନ୍ତି। ଜଗତର ସୁନ୍ଦରତା ପଛରେ ଭଗବାନଙ୍କ ବିଭୂତି କାମ କରୁଛି। ଏହି ପ୍ରକାର ମହତ୍ ଦର୍ଶନ ଦର୍ଶନ କରୁଛନ୍ତି ସେମାନେ ଭୋଗୀ ହୁଅନ୍ତିନି। ଜଗତ ଗୋଟେ ଆଶ୍ଚର୍ଯ୍ୟ। ସମସ୍ତେ ଭାବୁଛନ୍ତି ଆମେ ଭୋଗ କରୁଛେ, କିନ୍ତୁ ଆମେ ଭୋଗ କରୁନେ, ଭୋଗ ହିଁ ଆମକୁ ଭୋଗ କରୁଛି। ବାସ୍ତବ ଭୋଗ କାମ ହିଁ ଆମକୁ ଭୋଗ କରୁଛି, ଆମେ କାମକୁ ଭୋଗ କରୁନେ। ଏ ଦୁନିଆରେ ବଡ଼ ଆଶ୍ଚର୍ଯ୍ୟ। ତେଣୁ ଜଗତକୁ ଯେଉଁମାନେ ସୁନ୍ଦର ବୋଲି ଭାବୁଛନ୍ତି ସେମାନେ ପ୍ରକୃତରେ କାମନା ବାସନାରେ ଜର୍ଜରିତ ହୋଇଛନ୍ତି। କିନ୍ତୁ ଜଗତର ସୌନ୍ଦର୍ଯ୍ୟର ଅନ୍ତରରେ ସୁନ୍ଦରଙ୍କର ବୈଭବ କାମ କରୁଛି, ବିଭୂତି କାମ କରୁଛି। ଏହି ପ୍ରକାର ସଦ୍ଜ୍ଞାନରେ ଯେଉଁମାନେ ଦର୍ଶନ କରୁଛନ୍ତି ସେଇଠି ଭଗବତ କୃପା ଭାବିବାକୁ ପଡ଼େ, ଗୁରୁ କୃପା ଭାବିବାକୁ ପଡ଼େ। ସେଇଟା ନାରଦ ବର୍ତ୍ତମାନ ଭଗବାନ ଚିନ୍ତନ କୋଉଠି କରିବେ? ସେ ତାଙ୍କର ସୌନ୍ଦର୍ଯ୍ୟ ଦେଖୁଛନ୍ତି। ଧୀରେ ଧୀରେ ତାଙ୍କର ମନେ ମନେ ସଂକଳ୍ପ କଲେ, କହିଲେ ବାରେ ବଡ଼ ସୁନ୍ଦର ଅଛନ୍ତି। ତାପରେ ଧୀରେ ଧୀରେ ତାଙ୍କର ହାତଟା ଦେଖିଲେ। ସେ ହାତରେ ଗୋଟେ ରେଖା ଅଛି, ଆଉ ଯେଉଁ ହାତରେ ରେଖା ତାକୁ ତାର ପାଣି ଗ୍ରହଣ ଯିଏ କରିବ ସେ ଅଜୟ ଅମର ହେଇଯିବ। ସେ ରେଖାଟା ଏ ପ୍ରକାର ତିଆରି ହେଇଛି, ସେ ଆର ପାଣି ଗ୍ରହଣ ଯିଏ କରିବ ସେ ପୁରା ଅଜୟ ଅମର ହେଇଯିବ, ଅଖଣ୍ଡ ବୈଭବ ମାନେ ଭୋଗ କରିବ। ସେ ନାରଦ ସଂକଳ୍ପ କଲେ, ଆରେ ୟାକୁ ଯଦି ମୁଁ ବିବାହ କରିଦେବି, ଏକ ତ ଅସାମାନ୍ୟ ସୌନ୍ଦର୍ଯ୍ୟ ରାଜକୁମାରୀ ମୋତେ ମିଳିବେ, ତାପରେ ଅମର ହେଇଯିବି, ଆଉ କ'ଣ ଦରକାର କି ମୋତେ? ତେଣୁ ସଂକଳ୍ପ ଆକୁ ହିଁ ବାହା ହେବି। କିନ୍ତୁ ତାକୁ ବିବାହ ଯେ କରି ମୋର ରୂପକୁ ତ କିଏ ବାହା ହେବନି, ଦାଢ଼ି ଫାଡ଼ି ରଖିଛି, ନଣ୍ଡା ବା ଏ ପ୍ରକାର ଗୋଟେ ବେଶ ତୁଳସୀ ମାଳି କରି ତାକୁ କିଏ ବାହା ହେବ? ଗୋଟେ ରୂପଟା ଗୋଟେ ରାଜକୁମାରୀ ନା ରାଜକୁମାର ହେବା ଦରକାର ନା। ତେଣୁ ରୂପ କେଉଁଠୁ ଆଣିବି? ମୁଁ ଭଗବାନ ପାଖକୁ ଯିବା ଦରକାର। ମୁଁ ତ ଭଗବାନଙ୍କୁ କିଛି ମାଗିନି ନା, ଟିକେ ନାରାୟଣ ପାଖକୁ ଯିବି, ମାଗିବି ତାଙ୍କୁ। କିନ୍ତୁ ମୁଁ ଯିବି କେମିତି? ଏ ବୈକୁଣ୍ଠ ଏତେ ଦୂର ଯାଇକି ଆସିଲା ବେଳେ ବାହାଘର ସରିଯାଇଥିବ। ତେଣୁ ମୁଁ ତ ଭଗବାନ ଭକ୍ତ, ଏଇଠି ସ୍ମରଣ କରି ତାଙ୍କୁ ପ୍ରକଟ କରିବି। ଚିନ୍ତା କଲେ, ସେଇଠି ଗୋଟେ ରୁମ୍, ଏକାନ୍ତ ରୁମ୍ ଗଲେ, ପୁରା ଧ୍ୟାନ କଲେ ଭଗବାନଙ୍କୁ, ପୁରା ଧ୍ୟାନ କଲେ। ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ ହରେ। ପୁରା ଧ୍ୟାନ କରୁଛନ୍ତି। ଠାକୁରଜୀ ପ୍ରକଟ, ସେ ତାର ଲୀଳାବିଳାସ କରୁଛନ୍ତି ନା ଠାକୁରଜୀ, ସେ ଜାଣିଛନ୍ତି ଲୀଳାବିଳାସ କରୁଛନ୍ତି। ସେ ଟ୍ରେନ ମାନେ ରେଳ ଷ୍ଟେସନ ପାଖର ଲୋକ ଗାଡ଼ି ଛାଡ଼ିଦେବେ। ଆସିଲେ ଆମର ଷ୍ଟେସନ ପାଖରେ ଗାଡ଼ି ଛାଡ଼ିଦେବେ, ଯିବା ତ ଯିବା ପାଖଡ଼ା, ଆସନ୍ତୁ ଆସନ୍ତୁ। ନାରଦ କହିଲେ, ଦେଖ ଭଗବାନ ତ ଜାଣିଛନ୍ତି, ପ୍ରକଟ ହେଲେ। କହିଲେ ନାରଦ ଅସମୟରେ କ'ଣ ସ୍ମରଣ କଲ? ପ୍ରଭୁ ଭକ୍ତ ପାଇଁ ଗୋଟେ ସମୟ ଅସମୟ କ'ଣ? ଭକ୍ତ ସବୁବେଳେ ଡାକିପାରେ? ହଁ, ଏ ବି ଠିକ୍ କଥା, ଭକ୍ତ ସବୁବେଳେ ଡାକିପାରିବେ।
କିନ୍ତୁ ଏବେ ଡାକିବାର କାରଣ କ'ଣ? ଇଏ ଭାବୁଛନ୍ତି, ନାରଦ ଚିନ୍ତା କଲେ, ମୁଁ ଯଦି କହିବି ପ୍ରଭୁ ମୋତେ ରାଜକୁମାରଟାକୁ ବାହା ହେବା ପାଇଁ ଚାହୁଁଛି, ସେ ସିଧା ମନା କରିଦେ। ବାବାଜୀ ଲୋକ କାହିଁ ବାହା ହବ? ଆରେ ଭଜନ କର, ମରି ଚିନ୍ତନ କର, ମୋତେ ସେବା କର, ତମ ମଙ୍ଗଳ ହବ। ସିଧା ମୋତେ ଉପଦେଶ ଦେବେ, ବୁଝିବାର ସବୁ ବୁଝେଇ ଦେବେ। ଭଗବାନ ବୁଝେଇବେ ନା? ଆମେ ବୁଝେଇ ଦେଉଛେ, ସବୁ ଭଗବାନ ବୁଝେଇ ପାରିବେନି। ତେଣୁ ଭଗବାନ କହିଲେ, ନାରଦ କହୁଛନ୍ତି, ମୁଁ ଯଦି ଏଇ ପ୍ରକାର ମାଗି, ସେ ସିଧା ମୋତେ ମନା କରିଦେବେ। କ'ଣ ମାଗି? ମୁଁ ମାଗି ପ୍ରଭୁ ଆପଣ ରୂପଟା ମୋତେ ଦେଇଦିଅନ୍ତୁ, ଗୋଟେ ଦିନ ପାଇଁ ଦିଅନ୍ତୁ। ବୁଦ୍ଧିଟା ଲଗାଇଲେ, ଭକ୍ତର ବୁଦ୍ଧି ବେଶୀ ନା, ବେଶୀ ଚତୁର ନା, ମାନେ ଭକ୍ତ ବହୁତ ବୁଦ୍ଧି ଲଗାନ୍ତି। ଭଗବାନ ତ ସେ ତ ବୁଦ୍ଧିଦାତା, ସେ ଜାଣନ୍ତି ଆଗ ଲୀଳାକୁ। ଇଏ କହିଲେ ପ୍ରଭୁ କିଛି ନାହିଁ ଯେ ମୋତେ ଆପଣ ରୂପଟା ଟିକେ ଦିଅନ୍ତୁ, ବେଶୀ ଦିନ ଗୋଟେ ଦିନ ପାଇଁ ଦିଅନ୍ତୁ, ଆପଣ କିଛି ଅସୁବିଧା ହବ। କହିଲେ ତମେ ତ ବହୁତ ସୁନ୍ଦର ହେ, ମୋଠୁ ବି ସୁନ୍ଦର। ନା ନାଇଁ, ସେସବୁ ତାଟୁ କଥା କହୁଥିଲି, ମୋତେ ଆପଣ ରୂପଟା, ମୋ ରୂପଟା ନେଇ କରିବ କ'ଣ? ପ୍ରଭୁ ମୁଁ ଆପଣଙ୍କୁ କେବେ କିଛି ମାଗିନି, ମୁଁ କ'ଣ ଆପଣ ରୂପଟା ବିକ୍ରି ଦିବି ନା କ'ଣ? ଆରେ ଦିଅନ୍ତୁ ଗୋଟେ ଦିନ, ମୋତେ ଲାଗୁଛି ଟିକେ ଅନୁଭବ କରି ଆପଣଙ୍କ ଭଳିଆ କେତେ ସୁନ୍ଦର ଆପଣ। ଭଗବାନ ତ ଲୀଳା କରୁଛନ୍ତି। କହିଲେ ହଉ ଠିକ୍ ଅଛି, ମୁଁ ତୁମକୁ ହରି ରୂପ ଦେଇଦିଏ, ହେଲା, ହରି ଭଳିଆ ରୂପ ଦେଇଦିଏ, ଠିକ୍ ଅଛି। ହରି ଶବ୍ଦର ଅର୍ଥ ହେଉଛି ବିଭିନ୍ନ ପ୍ରକାର ଅର୍ଥ। ଭଗବାନ ତ ହରି, ଆଉ ଗୋଟେ ହରିର ଅର୍ଥ ହେଉଛି ମାଙ୍କଡ଼। ଗୋଟେ ହରି ଅର୍ଥ ସିଂହ, ଆଉ ଗୋଟେ ଅର୍ଥ ହେଉଛି ମାଙ୍କଡ଼, ସଂସ୍କୃତରେ ମର୍କଟ। ଭଗବାନ ଯାହା କୁହନ୍ତି ସେଥିରେ ଅର୍ଥ ଥାଏ। କହିଲେ ହଉ ପ୍ରଭୁ, ଯାହା ହଉ ହରିଙ୍କ ରୂପ ମିଳିଯିବ, ଖୁସି ସେ ପୁରା। ଭଗବାନ ଅନ୍ତର୍ଧ୍ୟାନ ନେଇଗଲେ। ତା ପର୍ଯ୍ୟନ୍ତ ସ୍ୱୟଂବର ଯାଇକି ଆମକୁ ସାଧୁ ରୂପରେ ଗୋଟେ ଅଲଗା ସ୍ଥାନ ରଖା ହେଇଥିଲା, ପୂଜା ସାଧୁ ଭାବରେ। ସମସ୍ତେ ଦେଖିଲେ ମହାତ୍ମା ଗୋଟେ ଆସିଛନ୍ତି, ସବୁ ବନ୍ଦାପନା ଥାଇ ରଖା ହେଇଛି। ଇଏ ଭିତରେ କ'ଣ କଲେ, ସେ ସବୁ ଛାଡ଼ିକି ସ୍ୱୟଂବର ସଭାରେ ପଶିଗଲେ, ଗୋଟେ ସିଟ୍ରେ ବସି ପଡ଼ିଲେ ଯାଇକି। ଆମେ ତ ବିଭାଗର ଇଚ୍ଛା ଅଛି ନା। ବର୍ତ୍ତମାନ ସାଧୁ ବେଶ ନାହିଁ, ଆଉ ପୁରା ହରିଙ୍କ ରୂପ ଧାରଣ କରିଛନ୍ତି। ଏଇଠି କ'ଣ ହେଇଛି, ଭଗବାନ ଇଏ ବିଶ୍ୱାସ କଲେନି। ଭଗବାନ ତ ଦର୍ପଣଟି ଦେଖେଇଥିଲେ, ଦର୍ପଣରେ ନିଜ ମୁହଁଟା ଦେଖୁଛନ୍ତି, ହରିଭଳିଆ ଭଗବାନ ଭଳିଆ ରୂପ ଅଛି, ବିଶ୍ୱାସ ହେଇଗଲା ତାଙ୍କର। କିନ୍ତୁ ଅନ୍ୟମାନଙ୍କୁ ଇଏ ନାରଦ ଭଳିଆ ଦେଖାଯାନ୍ତି। ଭଗବାନ ତିନିଟା ରୂପ ପ୍ରକାଶ କଲେ। ଅନ୍ୟ ଯେତେ ସବୁ ଲୋକମାନେ ଦେଖିଲେ ନାରଦ ବସିଛନ୍ତି, ନିଜେ ଯେତେବେଳେ ଦେଖୁଛନ୍ତି ବିଷ୍ଣୁ ରୂପ ଦେଖାଯାଉଛି। ଯେତେବେଳେ ରାଜକୁମାରୀ ସ୍ୱୟଂ ଆସିଲେ, ବ୍ରାହ୍ମଣ ଧରିକି ଆସିଛନ୍ତି, ସେ ସ୍ୱୟଂ ଆସିଲେ ପୁରା। ଏଇ ସମୟରେ ଶିବଙ୍କର ଦୁଇ ଜଣ ଅନୁଚର ଥିଲେ, ସେମାନେ ଜାଣିଛନ୍ତି ଲୀଳାଟାକୁ, ବିଷ୍ଣୁ ପ୍ରକାର ଲୀଳା କରିଛନ୍ତି ବୋଲି, ବୁଝିଲେ। ସେମାନେ କାନରେ କହୁଛନ୍ତି ନାରଦଙ୍କୁ, ମହାରାଜ କି ସୁନ୍ଦର ଆପଣ, ବା ସେ ରାଜକୁମାର ଦେଖନ୍ତୁ, ଆପଣ ବିନା ସେ ଆଗକୁ ଯିବନି, ପୁରା ଏଇଠି ଅଟିକି ଯିବ ତା ଚରଣ। ଏ ଖୁସି ମନେ ମନେ ସଂକଳ୍ପ କରିଛନ୍ତି, ନାରଦ ଭଳିଆ ମହାତ୍ମା। ଏମାନେ ମଜା କରୁଛନ୍ତି, ଇଏ ବହୁତ ପ୍ରଶଂସା ଅଛି। ମାନେ କ୍ଷୁଦା ଯାହାକୁ ହେଲା ନା, କାମନାର ଯୋଉ କ୍ଷୁଦା, ଏ ବାସନା କଣ୍ଟା ଯାହାକୁ ଚୁଷିଥିବ ନା, ତାକୁ ଯିଏ ଯେତେ ଚୁଗୁଲି କଲ ସେଟା ଭଲ ଲାଗିବ ତାକୁ। ସେ ବୁଝିପାରେ ସେ ଚୁଗୁଲି କର, ତା ଭିତରେ ତାକୁ ଚିଟିଂ କରାହେଉଛି, ତାକୁ ତ ସେ ଘାଟିବ, ସେ ସଂସାର ତାକୁ ନଷ୍ଟ କରିବ। ନାରଦ ବୁଝିପାରିଲେନି, ହେଇଥିବ ପ୍ରକୃତ ରୂପ। ତାପରେ ଦର୍ପଣରେ ଦେଖୁଛନ୍ତି, ଟିକେ ସାଇଜ୍ କରୁଛନ୍ତି, ଟିକେ ସେତେବେଳେ ବିୟୁଟି ପାର୍ଲର ନଥିଲା, ଯାଇଥାନ୍ତେ ନହେଲେ। ରାଜକୁମାର ଯେତେବେଳେ ଆସିଲେ, ମୁହଁଟା ଦେଖିଲେ ଯେ ମାଙ୍କଡ଼ଟା ବସି, ସେ ଦୁଃଖ କଲେ, ଗୋଟେ ମାଙ୍କଡ଼ଟାକୁ କିଏ ଡାକିଲା ସଭାରେ? ଆଉ କାହା ମାଙ୍କଡ଼ ଦେଖାଯାବନି, ରାଜକୁମାର ଦେଖୁଛନ୍ତି ମାଙ୍କଡ଼, ମର୍କଟ। ସେ ମନ ଦୁଃଖ କରିଦେଲେ, କହିଲେ ଏତେ ବଡ଼ ସଭାରେ ଗୋଟେ ମର୍କଟ ଗୋଟେ କଣ ସ୍ୱୟଂବର ଆସିଲା, ହେ ଭଗବାନ। ସେ ଆଗକୁ ଚାଲିଗଲେ। ସେ ଯେତେବେଳେ ରାଜକୁମାରୀ ଆସୁଛନ୍ତି, ପୁରା ଛାତି ଧର ଧର ନାରଦଙ୍କର। ଯେତେବେଳେ ସେ ଚାଲିଗଲେ, ପାଦ ତଳ ମାଟି ଖସିଗଲା, ଆକାଶ ଯେମିତି ଛିଡ଼ିଗଲା। ଖାଲି ଉଠୁଛନ୍ତି ବସୁଛନ୍ତି, ଉଠୁଛନ୍ତି ବସୁଛନ୍ତି, କିଛି କହିବା ପାଇଁ ଚାହୁଁଛନ୍ତି, ସାହସ ହଉନି। ଭାବୁଛନ୍ତି ଟିକେ ପଛକୁ ଫେରିକି ଚାହିଁବ କି, ଟିକେ ଚାଁ, ବୁଲ ବୁଲ, କାହିଁକି ମାଙ୍କଡ଼ଟା। ନାରଦ ପୁରା ଝାଳ ଗମଝମ ଝାଳ ହେଇଗଲେ। ଏଇ ଯୋଉ ଶିବ ଅନୁଚର ମାନେ ଥିଲେ, ସେମାନେ ହସୁଛନ୍ତି। ଏଇ ସମୟରେ କ'ଣ ହେଇଛି, ଭଗବାନ ନିଜେ ଶୋଇପଡ଼ି ବସୁଛନ୍ତି ଗୋଟେ ସିଟ୍ରେ। ନାରଦ ଜାଣିନାହାନ୍ତି କଥା। ଇଏ ପୁରା ଉଠୁଛନ୍ତି ବସୁଛନ୍ତି, ବ୍ୟତିବ୍ୟସ୍ତ ହେଇଗଲେ। ଯେତେବେଳେ ରାଜକୁମାରୀ ବିଲକୁଲ ଚାହିଁଲେନି, ଆଗ ମନଟା ଫିକା ହେଇଗଲା, ମନଟା ଖରାପ ହେଇଗଲା। ତାପରେ ଶିବ ଅନୁଚର ମାନେ କହିଲେ, ତା ମନ ଖରାପ କରିନି, ଥରେ ଯାଇ ମୁହଁଟା ଯାଇ ଦେଖ। ପାଖରେ ପୁଷ୍କରଣୀ ଥିଲା, ପୁଷ୍କରଣୀ ଦେଖିଲେ ଯେ ମୁହଁଟା ମାଙ୍କଡ଼ ମୁହଁ। କହିଲେ, ତାପରେ ଯାହା ରାଗ ତାଙ୍କର, ଆଉ କୁହନି, କ୍ରୋଧାନ୍ୱିତ ହେଇଛନ୍ତି, ପୁରା ରାଗି ତିଳା। ସେ ବିଣା ଫିଣା ଫୋପାଡ଼ିକି ପୁରା ରାଗି ଗରମରେ ବସିଛନ୍ତି। ସେ ଆଜି ପାନେ ଦେବି, ମୋତେ ଏତେ ଭାରି ସଭାରେ ମୋତେ ସିଧା ମନା କରିଦେଇଥାନ୍ତ, ବୋଲେ ମୁଁ ଆଉ କ'ଣ କରିଥାନ୍ତି। ସିଧା କହିଲେ, ଏଇ ପୁରା ତମେ ବି ଚିଟିଂ କରୁଛ,
दुनिया तो चिटेरा रागी खपा भगवान लीला सरला नारद जो रास्तार बस विमर्श बंधन राग से रास्तार भगवान विमान आसिले गोटे पटे लक्ष्मी बस गोटे पटे विश्वमणि से झीटा बस राजकुमारी भगवान को लीला कर जो ठाकुर को देखिले पाखे लक्ष्मी बस ठीक अच्छे से राजकुमारी जहाँ विवाह चाहते सी बस राग निज कंट्रोल अनकंट्रोल पूरा भगवान को अटके देले स्तुति वंदना किसी ना भगवान पचार नारद कौन कौटे ये कौन बस ये तो आरंभ कले गाड़ी आरंभ कले बोले जहाँ आज पर्यंत आपण परम स्वार्थी आपण भाया कपटी दुनिया रे कहीं ना जो समुद्र मंथन है शिव को विष पाई निशाशक्त करदेल दानव मान मदिरा पान कर पागल करदेल एका कौस्तुभमणि लक्ष्मी धरी पड़े चंपट को मारल तुम भाया स्वार्थी कहीं ना नारद कहते ना कौन शिवटा से बड़ सुंदर से बाहर था कौन ताको तो निशाशक्त करदेल असुर मान सब सर्व सामर्थ्यवान तुम पागल कर मदिरा पान कर निजे कौस्तुभमणि नहीं गल लक्ष्मी धरी फेरार है तुम भाया स्वार्थी कपटी कहीं ना एवं देखुन मुझे पसंद करी तुम देह टिके सैलानी तुम पाक धर उड़े देगल तेणु मुझे तुम अभिशाप दूसरी मत जमी तुम मो स्त्री तुम नहीं तुम स्त्री मत किए धरिकी जीव तुम स्त्री मत किए अपहरण कर नेब मत जो प्रकार गोटे स्त्री विरह विच्छेद मत कंदे तुम भी स्त्री विरह कांद देख आ मत जो प्रकार सर्व सम्मुखें मांकड़ मुआ कर दिन आस से मांकड़ मान द्वारा ही तुम तुम जस कीर्ति प्रदान हो प्रतिपत्ति हो ना तुम लीला असंपूर्ण हो ठाकुर आप सब शुणिले लीला बंद करदे तार देखिले से राज्य ना कि राजसभा नहीं राजकुमार नहीं कहीं ना ठाकुर जी नारद अच्छे नारद बुझी पाले हे भगवान ये लीला थी भगवान किसी सब भगवान नहीं गला बुझी पाले अनुतप्त कले हे प्रभु क्षमा करतु मत किसी बुझी पारे यही नारद जिते ठाकुर जी वैकुंठ प्रवेश करते काम को जय कला निजर प्रशंसा शुणापी जाते निजर प्रशंसा स्तुतिगान करते भगवान कहले वाह तुम चाह जय कल काम से नारद निजे कहते सब आपण कृपा वाटा कहते सब आपण कृपा महाराज तो टीकाकार बढ़िया कथा कहते बहुत लोग संसार एमती अच्छा कृपा स्तर यही व्यवहार कर मुखर कहते भगवान को कृपा महाराज कृपा गुरु को कृपा किंतु मुखरे न था भितर अभिमान थे प्रशंसा निजर पुरुषार्थ पर अभिमान थे मुखरे खाली कहते महाराज आप कृपा भगवान को कृपा कि भितर पुरुषार्थ पर योग्यता धी बुद्धि उपर अभिमान थाए कि मुखरे कहते गोटे फर्मालीटी मेन्टेन जहाँ नारद से प्रकार कहते माध्यम जगत शिक्षा दूसरी एमती नुहे कि बर्तन अनुभव कले तो पश्चाताप है से अनुभव कले आउ कृपा कहने प्रभु सब आप लीला क्षमा करनी मत आपन बहुत अभिशाप देदेली मुझे कौन न कही अभिशाप देदेली नारद भगवान कहले सब मोहरी लीला कहीं परवर्ती लीला ही हम से ही राम अवतार आसिले से सीता को रावण हरण करनेला से बानर मान सहित सी लीला प्रकाश कले सेतु बंद कले लंका दहन कले जहाँकि तेणु भक्तर गोटे भगवान जब किसी लीला करने चाहती भक्त को माध्यम करी करती तेणु ब्रह्माजी प्रार्थना करते जानंत एवं जानंत ना कौन किंग भोक्ता नमे प्रभु यदि किए कह आपको जानी सी जानीपे बहुत किसी किंतु मन द्वारा वाणी द्वारा शरीर द्वारा आप कौन करती ये बुझीपारे तुम वैभव तुम लीला किए बुझीपारे भगवान को बुझे होते एकमात्र रास्ता हूँ शरणागत पढ़ी देखिए बुझीपारे भगवान किसी पढ़ीदे किसी दी चार कथा कहीदे शुणीदे मन रखीदे किसी बुझीबन बुझाटा अनुभव कथा हो शरणागत जो मैंने कहते भगवान पाखे पूरा शरणागत ही भजन करती विशेषकर चैतन्य महाप्रभु कलिजुग कहते कलिजुग आम कौन सी ध्यान धारणा किसी करें आम एकमात्र माध्यम हूँ हरिनाम करने दरकार ये कलिजुग आमर जो प्रकार स्थिति ना आमर जो संस्कार आमर जो स्टैंडर्ड कहला पारमार्थ्य जगत आमर जो स्थिति तेणु आमको रक्षा करने एकमात्र नाम प्रभु ही कृपा कहला जीवन अनित्य जान सार काय नानाविध विपद भार अनित्य जीवनटा कि पानी फुटा बेला के स्विच अफ हो रास्ता जाऊ तो मरीजा ग्यारंटी किसी ना तथे अमर हाँ चेष्टा कर तो दुर्भाग्य कर जीवन कौन ठिकाना ना कि अमर हाँ भविष्य प्रोजेक्ट आम सब कर सब सरी गोटे मुहूर्त फिनिश अल्प समय जीवनटा मिलती से नानाविध विपद भार विभिन्न प्रकार बाधा विपद अच्छी
तेणु नामाश्रय कर जति लेते हे प्रभु तुम नाम आश्रय नाम तुम नाम को आश्रय कर मत अपराध मुक्त कर रख प्रभु भगवान तो नाम को आश्रय कलिजी को नाम आधार कहला तेणु आम तपस्या करें यज्ञ करें प्रणाम योग करें सब मना कराई कलिजुग से दोष रही कि हरिनाम दोष मुक्त कहला आई हरिनाम प्रभाव में सत्यर त्रेतार द्वापर सब जुगर जुग धर्म पालन कर जी फल मिले से फल मिल जाओ खाली चैतन्य भाव निर्देश खाली बस हरिनाम कर कीर्तन कर बस आ कि ना हरे कृष्ण 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 हरे 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 राम 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 हरे जिते संपन्न जीवा अच्छी आखि अच्छी हाथ हलुची मन स्मरण अच्छी पर्याप्त पर्याप्त करने दरकार कहीं समय ए प्रकार आम जो सब खाद्य खाऊे आम जो परिवेश भर रही जो प्रकार वातावरण सृष्टि है धीरे धीरे भक्ति पथर सब च्युत हो धीरे धीरे संस्कार कमी कमी जाऊँगी पूर्व जो पूरा संस्कार था ना आर किसी संस्कार देखा आम समाज में तेणु एवं गोटे मनीष जन मिली किसी वर्ष मिली सत्संग साधु मान रही सत्संग चलती भजन कीर्तन चली आर पूर्ण फायदा उठा दरकार समयटा को ठीक यूटिलाइज करा दरकार कि जो मैंने आहार महत्व बुझुना खाली खाई पीकी निजी बड़ बोली मन करते से प्रकार रोगग्रस्त हे विविध नाना विपद आसो तो बाधा शेष कई पिछे पड़े कई पिछे पड़े किए आमको रोग है आम परिवार इंजेक्शन दे पारती मेडिसिन दे कष्ट तो किए देपार ना कष्टा निजे भोग करा पड़े तेणु बुद्धि विचार कार्य हेल्ले प्रमाद न पड़े आमको निजी को तैयारी हाँ दरकार समस्त लीला कर जो मैंने भजन साधन कर छाड़ी पलि जो मैंने कर्म भी कर कर्म छाड़ी सब जाइए कि जो मैंने संसार रही कर्म कर भजन साधन कर विदाय से प्रकृत मनुष्य कहला ठीक कर्म कर संसार कर भजन साधन कर कि जो मैंने भजन साधन न करी खाली संसार संसार कर मरी से मैंने पशु पक्षी कीट पतंग भाया लोचन बोले से पापी एल आर गेल से आसला गला संसार तार यातायात चलती जो मैंने कर भजन साधन जो महात्मा गृहस्थ भगवान थे जिन गोपाल को अच्छा बापा अच्छा मान सब गृहस्थ भजन रही जानते भजन साधन महिमा जानते से संसार कर्म कले भौतिक कर्म लिप्त हेल्ले भजन टाक जारी रखे शेष मुहूर्त पर्यटन भजन करी हरिनाम करी हरि भजन करी सत्संग करी भागवत स्वाध्याय करी चिंतन कर विदाय नहीं जीवन को फुलफिलमेंट कर मैंने आर महत्व बुझुना से खाली टंका टंका घर घर कर भोड़ुं मरिए मत जी मर मरिया दिया मरिया दरकार तेणु गुरुवर कृपा कर मठ मंदिर कर सत्संग करने सत्संग हुए आम देखलु कई तो आसन आम तो संडे प्रोग्राम समस्त आसवे ये तेणु आम चारिटा संडे कहला समस्त गहन सेकेंड रविवार नेक्स्ट रविवार हूँ जयपुर जीवे जगन्नाथ लोग कर तृतीय रविवार आम ओडा मठे आम गोपालपुर कर बलराम अच्छा सब चतुर्थ रविवार आम बालेश्वर मठे बिना निमंत्रण जावा दरकार कहीं सब आमरी सब किसी असुविधा नहीं ये सब आम मान निजर सब समस्ते जीवे श्री भजन साधन करा दरकार ये सब कौन 12टा पूरा हाँ प्रश्नोत्तर कर कौन किसटा कि प्रश्न अच्छे जल्दी कार कौन प्रश्न थे पचार ना जप करिया एनी क्वेश्चन नो क्वेश्चन सब बुझीगला महेंद्र पर प्रश्न अच्छे सत्यभाव धरी तार पुत्र थिला से जो असुर सत्यभाव पुत्र थिला भूमिपुत्र सी भूमिपुत्र पा धरती पुत्र सी भूमि स्वरूप सत्यभामा धरती गोटे प्रकृति ना धरती गोटे प्रकृति पुत्र सी आशीर्वाद करते बर मागी मु कहले मो पुओ को मार ना किए मारिपर ठाकुर जो अस्तु कहते स्वरूप सत्यभामा आसती तेणु सत्या मार बोली कहले जो सी भगवान मारू नथिले सी असुर पूरा लोह पूरा छिछत्र कवच छिन्न करला ठाकुर रक्ताक्त करला से सत्या सही कह मार तक अनुच कौन ये बर्तमान मार मारदे से भगवान लीला सब कौन रहा प्रसंग कुआड़ू कुआड़ू प्रश्न कर प्रसंग भीतर कल हो
ଗାଈ ବାଛୁରୀ ଚୁରି କରିନି ସେ ତ ସେଇ ତତ୍ତ୍ୱଟା କହିଥିଲି ପୁଣି ସେଠି କେମିତି ସେ ବୁଝିପାରିଲେନି ତ ବ୍ରହ୍ମ ମୋହନ ଲୀଳା ପୁରା ବ୍ରହ୍ମାକୁ ଆପଣ ସେ ମୁଣ୍ଡ ସେଦିନ ଅଛି ବ୍ରହ୍ମ ମୋହନ ଲୀଳା ବ୍ରହ୍ମାକୁ ମୋହିତ କରିଛନ୍ତି ସେଇଠି ବୁଝିଲେ ନା ବ୍ରହ୍ମାକୁ ମୋହିତ ଅବଶ୍ୟ ଶୁଣନ୍ତୁ ବ୍ରହ୍ମା ଏଇଟା ସୃଷ୍ଟି କେତେବେଳେ ଅଘାସୁର ବଧ ପରେ ସୃଷ୍ଟି ହେଲା ଲୀଳାଟା ଆରମ୍ଭ ହେଇଛି ଅଘାସୁରକୁ ଯେତେବେଳେ ଠାକୁରଜୀ ସଂହାର କଲେ ବକାସୁର ପୁତନା ବକାସୁରଙ୍କର ଭାଇ ହେଉଛି ଅଘାସୁର ଭାଇ ଭଉଣୀର ମାରିଦେଲେ ଠାକୁରଜୀ ତେଣୁ ଇଏ ପୁରା ପ୍ରଧାନ ଦିଗ ଆସିଛି ଅଘାସୁର ବିରାଟ ରୂପ ସର୍ପ ରୂପ ଧାରଣ କରିଛି ମୁଣ୍ଡଟା ଆକାଶକୁ ଆଉ ଗୋଟେ ଫଣାଟା ଭୂମିକି ଜିହାଡ଼ା ଗୋଟେ ରାସ୍ତା ଭଳିଆ ତିଆରି କରିଛି ଠାକୁରଜୀ ପ୍ରବେଶ କଲେ ସେ ଭିତରେ ଯାଆନ୍ତି এইটি କ'ଣ ହେଲା ଆକାଶରେ ସବୁ ଅସୁରମାନେ ଦେଖୁଛନ୍ତି ଦେବତାମାନେ ଦେଖୁଛନ୍ତି କ'ଣ ହେବ କାହିଁକିନା ଅଘାସୁର ପାଇଁ ଦେବତାମାନେ ପ୍ରାର୍ଥନା କଲେ ଜଲ୍ଦି ମରିଯାଉ ଇଏ ଯେତେବେଳେ ଠାକୁରଜୀ ତାକୁ ବି ସଂହାର କଲେ ଅଘାସୁରର ଦେହରୁ ଗୋଟେ ଜ୍ୟୋତି ବାହାରିଲା ସେ ଜ୍ୟୋତିଟା ଆକାଶରେ ସ୍ଥିର ହେଇକି ରହିଲା ଯେତେବେଳେ ଠାକୁରଜୀ ଅଘାସୁରର କଣ୍ଠରୁ ବାହାରକୁ ଆସିଲେ ଜ୍ୟୋତିଟା ଠାକୁର ଦେହରେ ଲୀନ ହେଲା ଏଠି ପୁଷ୍ପବୃଷ୍ଟି ହେଇଥିଲା ଏଠି ବ୍ରହ୍ମା ସେ ହୋ ହାଲ ଦେଖି ଆସି ସଚକ୍ଷୁରେ ଦେଖିଲେ ଲୀଳାଟା କହିଲେ କୃଷ୍ଣଟା କିଏ କି କହିଲେ ଇଏ କ'ଣ ପରାତ୍ପର ତତ୍ତ୍ୱ ଇଏ କ'ଣ ପରବ୍ରହ୍ମ ଆଙ୍କ ଦେହରେ ଗୋଟେ ଲୀନ କାହିଁକି ହେଲେ ତେଣୁ ସେ ପରୀକ୍ଷା ଆରମ୍ଭ କଲେ ଏଇଟା ଭଗବାନଙ୍କ ଇଚ୍ଛା ହେଲା ଏଇଠି ତାଙ୍କ ମନରେ ସନ୍ଦେହ ଆସିଲା ଭଗବାନ ତାଙ୍କ ଭକ୍ତମାନଙ୍କ ମଧ୍ୟରେ କରୁଛନ୍ତି ଲୀଳା ଲୀଳା ହେଇଥାନ୍ତେ କି ବ୍ରହ୍ମ ମୋହନ ଲୀଳା ସେଇଠି ହେଲା ବ୍ରହ୍ମାକୁ ମଧ୍ୟ ମୋହିତ କରିଦେଲେ ସେ ଯେମିତି ଦେଖୁଥିଲେ ଚୋରିକି ଦେଉଥିଲେ ଆଉ ଏଇଠି ପ୍ରକାର କୁହାଗଲା ଆଚ୍ଛା ଗୋଟେ କଥା ବିଶ୍ୱନାଥ କହିଛନ୍ତି ବା ସିଦ୍ଧ ସ୍ୱାମୀ କହିଛନ୍ତି ବ୍ରହ୍ମାଙ୍କର କ'ଣ ସାମର୍ଥ୍ୟ ସେ ବାଛୁରୀ ଯାଉ ଚୁରେଇବେ ବ୍ରହ୍ମା ତ ଗୋଟେ ବ୍ରହ୍ମା ଠିକ୍ ଭଗବାନଙ୍କର ବିଭୂତି ଠିକ୍ ଅଛି କିନ୍ତୁ ଭଗବାନ ନୁହନ୍ତି ନା ଈଶ୍ୱର ପରମ କୃଷ୍ଣ ସେହି କୃଷ୍ଣ ହିଁ ଅନାଦି ସର୍ବକାରଣ କାରଣ ସେ ଅବତାରୀ ତତ୍ତ୍ୱ ତାଙ୍କରି ପାଖରୁ ଅଂଶ ସୃଷ୍ଟି ହେଇଛନ୍ତି ଭଗବାନ କୃଷ୍ଣ ତାଙ୍କ ପାଖରେ ବଳଦେବ ଆସିଲେ ମହାଶଙ୍କର୍ଷଣ ସେ ଚତୁର୍ଭୁଜ ରୂପରେ ପ୍ରକାଶ କଲେ ସେଥିରୁ ଆସିଲେ ବିଶେଷ କରି ଆମର ଶଙ୍କର୍ଷଣ ଆସିଲେ ସେଥିରୁ ତିନି ପ୍ରକାର ବିଷ୍ଣୁ ଆସିଛନ୍ତି ସେ ବିଷ୍ଣୁ ପାଖରୁ ବ୍ରହ୍ମା ଆସିଛନ୍ତି ନାଭିକମଳରୁ ଏଇ ପ୍ରକାର ବ୍ରହ୍ମାଙ୍କ ସୃଷ୍ଟି ଇଏ ତ କୃଷ୍ଣ କେତେ ଉପରେ ରହିଲେ ସେ ତେଣୁ କୃଷ୍ଣଙ୍କର ପରିକର ମାନେ ପାର୍ଷଦ ମାନେ କୃଷ୍ଣଙ୍କ ସଦୃଶ ସମାନ କୃଷ୍ଣଙ୍କର ପରିକର ମାନଙ୍କୁ ବ୍ରହ୍ମା କି ପ୍ରକାର ସାମର୍ଥ୍ୟ ଚୋରେଇକି ନେଇଗଲେ ଏତେ ସମ୍ଭବ ନୁହେଁ ତେଣୁ ସିଦ୍ଧେଶ୍ୱର ସ୍ୱାମୀ ବିଷ୍ଣୁ କଥା ସମାଧାନ କରିଛନ୍ତି ଯେତେବେଳେ ସେ ଚୋରେଇକି ନେଲେ ଏ ସମୟରେ ଯୋଗମାୟା ସବୁ ଲୀଳା କରନ୍ତି କୃଷ୍ଣ ଲୀଳାକୁ ଯୋଗମାୟା ତିଆରି କରନ୍ତି ଯେମିତି ଡ୍ରାମାର ନାଟକ ଡିରେକ୍ଟର ଥାଏ ସେ ସ୍କ୍ରିପ୍ଟ ଲେଖନ୍ତି ସେ ଲୀଳା କରନ୍ତି ସବୁ କିଛି ଯୋଗମାୟା କ'ଣ କଲେ ଗୋଟେ ସ୍କ୍ରିପ୍ଟ ତିଆରି କଲେ କ'ଣ କଲେ ଯେତେବେଳେ ବ୍ରହ୍ମାଙ୍କ ମନ ଭିତରେ ସନ୍ଦେହ ଆସିଲା ସେ ଇଚ୍ଛା କଲେ ଚୋରି କରିବା ପାଇଁ ସେତେବେଳେ ଯୋଗମାୟା ଭାବିଲେ ଇଏ ମୋ କୃଷ୍ଣ ଲୀଳା ଚୋରି କରିଦେ ନା ଏଇଟା ଠିକ୍ ନାହିଁ ତେଣୁ ସେ ଯୋଗମାୟା କ'ଣ କଲେ କୃଷ୍ଣଙ୍କର ଅରିଜିନାଲ ଯେତେ ସବୁ ପାର୍ଷଦ ମାନ ଥିଲେ ବାଛୁରୀ ମାନ ଥିଲେ ସେ ଲୁଚେଇକି ରଖିଦେଲେ ତାଙ୍କୁ କଭର କରିଦେଲେ ସେ ନିଜେ ଗୋଟେ ମାୟାରେ ତିଆରି କଲେ ଯୋଗମାୟା କିଛି ବାଛୁରୀ ତିଆରି କଲେ କିଛି ସଖାକୁ ତିଆରି କଲେ ଇଆଡ଼େ କୃଷ୍ଣ ପୂଜାକୁ ଯାଇଛନ୍ତି ଏପଟେ ବ୍ରହ୍ମା ଆସି ଦେଖିଲେ ଏ ମାୟା ଦ୍ୱାରା ରଚିତ ସଖାମାନଙ୍କୁ ବାଛୁରୀ ବ୍ରହ୍ମା ଚୋରି ଧରିଗଲେ ଦିଟା ଗୋଷ୍ଠୀ ହେଇଗଲା ଯୋଗମାୟା ଲୁଚେଇକି ରଖିଛନ୍ତି ବ୍ରହ୍ମା କୁମଣ୍ଡଳ ନେଇକି ଶୋଇଛନ୍ତି ବ୍ରହ୍ମଲୋକରେ ଭଗବାନ ଆସି ଦେଖିଲେ କେହି ନାହାନ୍ତି ସେ ନିଜ ଦେହରୁ ଆଉଥରେ ସୃଷ୍ଟି କଲେ ମାନେ 3D ପିକ୍ଚର ହେଲା ଏଇଟା ଗୋଟେ 3D ମୁଭି ଦେଖିଛନ୍ତି ନା ଦେଖିଛନ୍ତି କେବେ ଗୋଟେ ପରଦା ଦେଖିନାହାନ୍ତି କ'ଣ 3D ମୁଭି ମାନେ ଗୋଟେ ପରଦା ତିନିଟା ପାର୍ଟ ହବ ତିନିଟା ସିନ୍ ଚାଲିବ ସେଇଠି 3D ମୁଭି ଯୋଉ ଚାଲିଥିଲା ଏ ପ୍ରକାର ଭଗବାନ ଲୀଳା ସେଇ ପ୍ରକାର ହଁ ଲୀଳା ହଁ what did I say he questioned Brahma why Brahma didn't know they are the why he stolen testing it the Bhagavan custom the Thakur but I told this Brahma doesn't have capacity he doesn't have any quality to kidnap but steal the parsad of the paraphernalia of the lords so Jogamaya know everything before Brahma has some suspect in his mind so he hiding all original cowards boys and calves and he created illusionary Brahma took them and one group hiding by the Jogamaya one group has stolen by Brahma and then finally Krishna come he
manifested from his own form. Three degree. ଆଉ କ'ଣ କ୍ୱେଶ୍ଚିନ୍ ହେଲା? ଶୁଭୁନି, ମାଇକ୍ରେ ଦଉନ, ଅର୍ଗାନାଇଜ କରୁଛ। ପତିତ, ପତିତ, ଭକ୍ତି। ଭକ୍ତିର ଅର୍ଥ, ଭକ୍ତି ମାନେ ଭଜ ଧାତୁ, ଭଜ ଧାତୁରେ ତି ପ୍ରତ୍ୟୟ ଲାଗିଛି। ଭଜ ଧାତୁ ସେବାୟାଂ କୁହାଗଲା, ସେବାଟାକୁ ଭକ୍ତି କୁହାଗଲା। ସେବା ଶରୀର ଦ୍ୱାରା, ମନ ଦ୍ୱାରା, ବାଣୀ ଦ୍ୱାରା, ବୁଝିଲେ। ଭକ୍ତି ଶବ୍ଦ କେବଳ ଭଗବାନଙ୍କୁ ପ୍ରଯୁଜ୍ୟ। ଭକ୍ତିଟା ଆମେ କହୁଛେ ରାଜଭକ୍ତି, ପିତୃଭକ୍ତି, ମାତୃଭକ୍ତି, ରାଷ୍ଟ୍ରଭକ୍ତି, ଠିକ୍ ଅଛି, କିନ୍ତୁ ପ୍ରକୃତରେ ଭକ୍ତିଟା ଭଗବାନ କରୁଛି। କାହିଁକିନା ଭଜ ଧାତୁ ସେଇଠି ସୃଷ୍ଟି ହେଇଛି। ଭଗବାନଙ୍କର ଯେଉଁ ପ୍ରସନ୍ନତା ପାଇଁ ଯାହା କରାଯାଏ, ଭଗବାନଙ୍କ ପ୍ରସନ୍ନତା ପାଇଁ ଅନୁକୂଳ ଭାବରେ, ଭଗବାନଙ୍କ ପ୍ରସନ୍ନତା ପାଇଁ ଅନୁକୂଳତାର ସହିତ ଯାହା କୃଷ୍ଣାନୁଶୀଳନ କୁହାଗଲା, ତାକୁ ଭକ୍ତି କୁହାଗଲା। ଧରନ୍ତୁ, ଭଗବାନଙ୍କ ପ୍ରସନ୍ନତା ପାଇଁ ଚାମର ମୁଷ୍ଟିକୁ ମଧ୍ୟ ମୁଥ ମାରିଥିଲେ। ଯେତେବେଳେ ମଲ୍ଲ କଂସ ବଦ୍ଧ ହେଉଛି, ଯେତେବେଳେ ସେଠି ଭଗବାନ ବୀରର ସାସ୍ୱାଦନ କରିବା ପାଇଁ ଚାହୁଁଥିଲେ। ଆଉ ମଲ୍ଲ ଯୁଦ୍ଧରେ ଗୋଟେ ନିୟମ ଅଛି, ଯେଉଁ ଡବଲ ଡବଲ ଖେଳୁଛନ୍ତି, ମାରିଲେ ତ ଆନନ୍ଦ ଆସେ। ଏଠି ଭଗବାନଙ୍କୁ ଆନନ୍ଦ ମିଳିଥିଲା, କିନ୍ତୁ ତାକୁ ଭକ୍ତି କୁହାଯାଇନା। ତେଣୁ ଅନୁକୂଳତାର ସହିତ ଭଗବାନଙ୍କ ପ୍ରସନ୍ନତା ପାଇଁ ଯାହା କରିବା, ସେଇଟା ହେଲା ଭକ୍ତି। ଭଗବାନ ଖୁସି ପାଇଁ ଅନୁକୂଳ ସହିତ ଯାହା କରିବା, ତାକୁ କୁହାଗଲା। ଭଗବାନ ପ୍ରସନ୍ନ ପାଇଁ କରିବା ଦରକାର, ଯାହା ତାଙ୍କର ଖୁସି ପାଇଁ କରିବା ଦରକାର। ସେଥିରେ ନିଜର କିଛି ସ୍ୱାର୍ଥ ନଥିବାର ଅଛି, ଅଭିମାନ ନଥିବାର ଅଛି। ଏ ଯେଉଁ ଭଜନ କୀର୍ତ୍ତନ, ଶ୍ରବଣ କୀର୍ତ୍ତନ, ଆଉ ଭଗବାନ ପ୍ରସନ୍ନତା ପାଇଁ ଯାହା କରିବା, ତ ମନ ଦ୍ୱାରା, ଶରୀର ଦ୍ୱାରା, ବାଣୀ ଦ୍ୱାରା ଯାହା କରିବା ଭକ୍ତି। ଏ ଆମେ ଭଜନ କୀର୍ତ୍ତନ କରୁଛେ, କୀର୍ତ୍ତନ କରୁଛେ, ସବୁ ଭକ୍ତି ପଦ ବାଚ୍ୟ, ସବୁ କିଛି। ତାଙ୍କ ପାଇଁ ମନ୍ଦିର କରିବା, ତାଙ୍କ ପାଇଁ ଜନ୍ମାଷ୍ଟମୀ କରିବା, ଜନ୍ମାଷ୍ଟମୀ ଆସୁଛି ସବୁ କଲେକ୍ସନ କରିବା, ବିକ୍ରିୟା କରିବା, ଏଇ ଭକ୍ତି ରଙ୍ଗ। ସତ କଥା, ଭଗବାନ ପାଇଁ କରିବା ଦରକାର। ଓକେ, ଆଉ ପ୍ରଶ୍ନ ନଥିଲା? ଏଇ ମାଳା ମାଳା ପ୍ରାକ୍ଟିସ୍ ମାଳ। ପ୍ରଶ୍ନ ନାହିଁ, ଆମର ପ୍ରଶ୍ନ କିଏ କରୁନାହାନ୍ତି, ସବୁ ବୁଝିଗଲେ। କହିଲି ବୋଲା କୃଷ୍ଣ ତିଆରି କଲେ, ଶୁଣୁଛ କୁଆଡ଼େ ଗୋଟେ ମେସିନ୍ ଗୋଟେ ଲଗାଇଛ, କୃଷ୍ଣ ତିଆରି କଲେ, କୃଷ୍ଣ ତିଆରି କରିଦେଲେ। ଯୋଗମାୟା ଗ୍ରୁପଟି ଲୁଚେଇ ରଖିଲେ, ବ୍ରହ୍ମା ଗୋଟେ ଗ୍ରୁପଟି ଶୋଇ ଦେଲେ, କୃଷ୍ଣ ଦେଖିଲେ କେହି ନାହାନ୍ତି, ମଇଦାନ ଖାଲି, ସେ ନିଜେ ତିଆରି କଲେ। ଭଗବାନଙ୍କ ଲୀଳା ଅଚିନ୍ତ୍ୟ ଲୀଳା, ଭଗବାନଙ୍କ ସବୁ କିଛି ଅସମ୍ଭବ ସମ୍ଭବ କରିପାରନ୍ତି ସେ। ତାଙ୍କର ଭରସା ରଖିବା ଦରକାର। ବହୁତ ଅସମ୍ଭବ ସମ୍ଭବ ହେଇଛି, ସତ କଥା, ବିଶ୍ୱାସ କରିବା ଦରକାର ତାଙ୍କ ଉପରେ। ଭଗବାନ ସବୁ କରୁଛନ୍ତି, ଏମିତି ଖାଲି ଖାମଖିଆଲି ନାହିଁ। ବାସ୍ତବରେ ଏ ମହାପୁରୁଷମାନେ ସବୁ କରିଛନ୍ତି, କେମିତି କରୁଛନ୍ତି ସବୁ ମହାତ୍ମା ମାନେ, ତାଙ୍କର ପୂର୍ଣ୍ଣ ବିଶ୍ୱାସ ଥିଲା ନା ଭଗବାନ ପ୍ରତି, ପୂର୍ଣ୍ଣ ଭରସା ଥିଲା। He separate each other. ପ୍ରତିକୂଳ ହେଲା, ଅନୁକୂଳ ହେଲାନି, ପ୍ରତିକୂଳ ହେଇଗଲା। But didn't reply, but he is happy. ବ୍ରହ୍ମା ସ୍ତୁତି କଲେ, ଠାକୁରଜୀ କିଛି କହିଲେନି, କିନ୍ତୁ ଖୁସି ଅଛନ୍ତି। ବ୍ରହ୍ମାଙ୍କ ସ୍ତୁତିରେ କେତେ ସୁନ୍ଦର ସୁନ୍ଦର ଅର୍ଥ ଅଛି। ବ୍ରହ୍ମା ଭୁଲ କଲେ, ଇନ୍ଦ୍ର ବି ଭୁଲ କଲେ। ଇନ୍ଦ୍ର ବର୍ଷା କରିଲେ ଡୁବେଇ ଦେବା ପାଇଁ, ସେଇ ଭୁଲ କଲେ। ବ୍ରହ୍ମା ବି ଭୁଲ କଲେ, କିନ୍ତୁ ବ୍ରହ୍ମା ସ୍ତୁତି କଲେ, କିଛି କଲେ, ଇନ୍ଦ୍ରକୁ ସେ ଆଶୀର୍ବାଦ କଲେ। କ'ଣ ପାଇଁ? ବ୍ରହ୍ମା ଯେଉଁ ଲୀଳା କଲେ, ସେ ବିଚ୍ଛେଦ କରିଦେଲେ ତାଙ୍କ ସାଙ୍ଗମାନଙ୍କୁ ତାଙ୍କ ପାଖରୁ। ଇନ୍ଦ୍ର ଯେଉଁ ଲୀଳା କଲେ, ସବୁ ତାଙ୍କ ପାଖରେ ଏକଜୁଟ କରିଦେଲେ। ତେଣୁ ଗୋଟେ ଅନୁକୂଳ, ଆମେ ଯାହା ବି କରିବା, ଭଗବାନଙ୍କୁ ଅନୁକୂଳ ହେଇଗଲା, ସେ ଭଗବାନ ଖୁସି ପ୍ରସନ୍ନ ହେଇଗଲେ। ଇନ୍ଦ୍ର ନଷ୍ଟ କରିବା ପାଇଁ ଚାହିଁଥିଲେ, କିନ୍ତୁ ସବୁ ଯାକ ଏକତ୍ରିତ ହେଇଗଲେ। କୃଷ୍ଣ ଚାହୁଁଥିଲେ, ସେ ଗୋପୀମାନେ ଚାହୁଁଥିଲେ, ସେ ଗୋଟା ଟିକେ ସନ୍ଧ୍ୟା ଗୋଧୂଳି ଅବନରେ ଦେଖୁଛେ
ଥାମ ମନ ଭରି ହେଉନି। ଏମିତି କିଛି ହେଇଥାନ୍ତା ବିଧାତା ଲୀଳା କରିଥାନ୍ତେ, ସବୁଦିନ ପାଇଁ ଦେଖିଥାନ୍ତେ ଦୀର୍ଘ ଦିନ, 7 ଦିନ 7 ରାତି କିଏ ଖାଇନାହାନ୍ତି, କିଏ ଶୋଇନାହାନ୍ତି, ଖାଲି ଦେଖୁଛନ୍ତି। ଖାଲି କି ଯେ ସେ ଆଇ ଟୁ ଆଇ ଆଖିର ମିଳନରେ କି ଯେ ସଂକେତ, ସେ ଭଗବାନଙ୍କର ଭକ୍ତର ଯୋଉ ଲୀଳା, ଅଦ୍ଭୁତ ଲୀଳା। And during this 1 year when Rama was hiding the cow had poison calf, in this year Krishna made the sound of every gopi and the calf of every cow and was also drinking the milk and they were all enjoying Krishna. So in 1 year so there was no separation. He himself manifested. ନା ଇନ୍ଦ୍ରଙ୍କର ଭୁଲଟା ଅଲଗା, ଏମାନଙ୍କର ଭୁଲଟା ଅଲଗା। ଏମାନେ କଷ୍ଟ ଦେଇଥିଲେ, ଏମାନେ ଭକ୍ତ କଷ୍ଟ ଦେଇଥିଲେ, କିନ୍ତୁ ବିଚ୍ଛେଦ କରିନଥିଲେ ଏମାନେ। ଆରେ ହିରଣ୍ୟକଶିପୁ ଏମାନେ ରାବଣ ଏମାନେ ସବୁ ବର ପାଇକି ଆସିଲେ, 3 ଜଣ ପର୍ଯ୍ୟନ୍ତ ତାଙ୍କ ପାଇଁ ଲୀଳା କରୁଛନ୍ତି, ଠାକୁର ପ୍ରକଟ ହୋଇଛନ୍ତି, ତାଙ୍କ ଲୀଳା ଅଲଗା ସେଇଟା। ସେମାନେ ତ ଭଗବାନ ସେମାନଙ୍କ ପାଇଁ ଆସନ୍ତି, ଅବତୀର୍ଣ୍ଣ ହୁଅନ୍ତି, ସେ ଲୀଳା ଚତୁଃସନ ଦ୍ୱାରା ଅଭିଶପ୍ତ ହେଇଥିଲେ, ସେ ଲୀଳା ଅଲଗା। କିନ୍ତୁ ଏଇଠି ଡାଇରେକ୍ଟ କୃଷ୍ଣ ଆଟାକ୍ କଲେ, ଇଏ ବ୍ରହ୍ମା ଆଉ ଯିଏ ସେ ଅବତାରୀ ପୁରୁଷ ଆସିଛନ୍ତି, ସ୍ୱୟଂ ବ୍ରହ୍ମାଣ୍ଡର ମାଲିକ ଯିଏ ଆସିଛନ୍ତି, ତାଙ୍କ ସହିତ ମାନେ ଡାଇରେକ୍ଟ ଆଟାକ୍ କଲେ। ତେଣୁ ଅସୁବିଧା ହେଲା ଏଠି, ବ୍ରହ୍ମା ଟାର୍ଗେଟ୍ କଲେ କୃଷ୍ଣଙ୍କୁ, ଇନ୍ଦ୍ର ଟାର୍ଗେଟ୍ କୃଷ୍ଣଙ୍କୁ। କିନ୍ତୁ ବ୍ରହ୍ମାଙ୍କ ଟାର୍ଗେଟରେ କୃଷ୍ଣ ବିଚ୍ଛେଦ ହେଇଗଲା ସମସ୍ତଠୁ, ସେ ଅସନ୍ତୁଷ୍ଟ ହେଇଗଲେ। କିନ୍ତୁ ଇନ୍ଦ୍ର ଟାର୍ଗେଟରେ କୃଷ୍ଣ ମିଳନ ହେଇଗଲା ଭକ୍ତମାନଙ୍କ ସହିତ, ସେ ଖୁସି ହେଇଗଲେ। Rama, this was not Indra's intention. Indra wanted to kill all. Okay, kill her. He wanted, his intention was not Anupula, he wanted to kill them. Anyway, that the Leela came to, he didn't kidnap anyone. ତେଣୁ ଆମେ ତ ଇନ୍ଦ୍ର ଭଳିଆ ହେଇପାରିବା, ବ୍ରହ୍ମା ଭଳିଆ ହେଇପାରିବା। ଆମର କର୍ତ୍ତବ୍ୟ ଖାଲି ଭଜନ କରିବା, ତାଙ୍କର ପ୍ରସନ୍ନତା ପାଇଁ ଭଜନ କରିବା, ତାଙ୍କର ଖୁସି ପାଇଁ କରିବା, ଠାକୁର କେମିତି ଖୁସି ହେବେ। ସେମାନେ ଇନ୍ଦ୍ର ବ୍ରହ୍ମା ସେମାନେ ବିଭୂତି, ସେମାନେ ସବୁ ତାଙ୍କରି ଦ୍ୱାରା ଭଗବାନ କିଛି ଲୀଳା କରନ୍ତି। ଆମେ ସାଧାରଣ ଜୀବ, ଆମେ କ'ଣ କରିବା? ଅନୁକୂଳ ଜାଣିବାର ଅଛି, ଅନୁକୂଳ ପ୍ରତିକୂଳ ତାଙ୍କର ରହିଛି, ସେ ବର୍ଣ୍ଣନା କରାହେଇଛି। ଯଶୋଦା ମା ତାଙ୍କୁ ବାନ୍ଧିଦେଲେ, ବାନ୍ଧିବାଟା ମଧ୍ୟ ଅନୁକୂଳ ହେଇଗଲା ତାଙ୍କ ପାଇଁ। ବିଶେଷ କରି ଯଶୋଦା ମା ଗଲେ ତାଙ୍କୁ ଖାଇବାଟା ନ ଦେଇକିରି, ମାନେ ଦୁଗ୍ଧ ପାନରୁ ବିରତ କରି ଗଲେ, ଚୁଲି ଦୁଗ୍ଧକୁ ରକ୍ଷା କରିବା ପାଇଁ ଗଲେ। ଏଇଟା ଅନୁକୂଳ ହେଇଗଲା, କାରଣ ସେ ସମ୍ପତ୍ତି ରକ୍ଷା କଲେ। ସେଇ ଦୁଗ୍ଧଟା ରକ୍ଷା ହେଲେ ମାଖନ ତିଆରି ହେବ, ଲହୁଣୀ ତିଆରି ହେବ, କୃଷ୍ଣ ପାଇବେ। ଅନୁକୂଳ ହେଇଗଲା ସେଇଟା। ଯଦିଓ ଡାଇରେକ୍ଟ କୃଷ୍ଣ ମନା କରୁଛନ୍ତି, ଏଇଟାକୁ ଗୁରୁତ୍ୱ ଦିଆଗଲାନି। କିନ୍ତୁ ଭଗବାନଙ୍କ ସେବା ପାଇଁ, ତାଙ୍କ ଭବିଷ୍ୟତ ସେବା ପାଇଁ ଯେଉଁ ବ୍ୟବସ୍ଥା କରାଗଲା, ସଂସାର ଲୋକ ଯେମିତି ପୁଅ ପାଇଁ ସବୁ କଷ୍ଟ ପଡ଼ୁଛନ୍ତି, ସଂସାର ମୋ ପୁଅ ପାଇଁ ଦରକାର, ମୋ ପରିବାର ଖାଇବ, ଏଇ ପ୍ରକାର ଭକ୍ତର ବି ସମ୍ପର୍କ ରହିବା ଦରକାର। ରୁଚିକର ଏଇଟା ତାଙ୍କର। ଚାଉଳର ମୁଖ୍ୟ କଥା କଲା, ସେମାନେ ଖାଲି ନିଜର ରସ ଆସ୍ୱାଦନ କଲେ, ଭଗବାନଙ୍କୁ ଟିକେ ଆନନ୍ଦ ମିଳିଲା, କିନ୍ତୁ ଏଇଟା ଟୀକାକରଣ ଅନୁକୂଳ କହିନାହାନ୍ତି, ତାକୁ ପ୍ରହାର କଲା। ପ୍ରହାରଟା ହେଲା, ଏଇଟା ପ୍ରତିକୂଳ ହେଇଗଲା ଏଇଟା। ତେଣୁ ଠାକୁର ପ୍ରସନ୍ନ କେମିତି ଆମେ ଜାଣିବା, କେମିତି ଆଚାର୍ଯ୍ୟମାନଙ୍କୁ ପଦାଙ୍କୁତ ଯିବା ଦରକାର। ଆଚାର୍ଯ୍ୟମାନେ ଯାହା କହିଛନ୍ତି ସେବା କର, ସେଟା ହିଁ କରିବା ଦରକାର। ଯାହା କହିଛନ୍ତି ସେୟା ହିଁ କରିବା ଦରକାର। ଆମେ ବୁଝିପାରିବାନି, ମହାପୁରୁଷ ଯାହା କହିଛନ୍ତି ଗୁରୁବର୍ଗ ସେୟା କରିବା, ସେୟା କଲେ ହିଁ ବୁଝି ଏତେ ଭଗବାନ ପ୍ରସନ୍ନ ହେଉଛନ୍ତି। ବୁଦ୍ଧି ଲଗେଇଲେ ହେବନି। ଭଗବାନ ତ ଗୋଟେ ମହାତ୍ମା ଥିଲେ, ବ୍ରଜବାସୀ ମହାତ୍ମା, ସେ ଗଲେ ତୀର୍ଥ କରିବା ପାଇଁ ଗଲେ, ସେ ଗୋପାଳକୁ ଭଜନ କରୁଥିଲେ। ସିଏ ଦେଲେ ଗୋଟେ, ଆଉ ଗୋଟେ ମହାତ୍ମା କହିଲେ ମୋ ଗୋପାଳର ଟିକେ ସେବା କରିବ ତ ମୁଁ ଫେରିବି, 10 ଦିନ ଭିତରେ ଫେରିବି। ଇଏ ମହାତ୍ମା ଭଜନାନ୍ତି, ପୁରା ଜ୍ଞାନୀ ମହାତ୍ମା, ଇଏ ଗୋଟେ, ଇଏ ଭଜନ କରୁଛନ୍ତି। କହିଲେ ତାକୁ କ'ଣ ନା ଖେଚୁଡ଼ିଟେ ଭୋଗ ଦେଇଦେଉ। ହଉ ଖେଚୁଡ଼ି, ଇଏ ତ ପୁରା ବୈରାଗୀ ବାବା, ଖେଚୁଡ଼ି ଫେଚୁଡ଼ି ମାଧୁକରୀ କରି ଖାଆନ୍ତି। ଇଏ ତ କିଏ ବଡ଼ ଝାମଲା ପଡ଼ିଲା, ତ ଗୋଟେ ଗୋପାଳ ଦେଲେ। ମୁଁ ସେଥିପାଇଁ ଠାକୁର ପାଖରେ ରଖିନି, ଭଜନ କରି କୁଆ ଟିକେ ମାଗିକି ଖାଇଦିଏ। ଭଜନ କରି ଇଏ ଗୋପାଳ ଖେଚୁଡ଼ି କରିବାକୁ ବସିଲେ, ଖେଚୁଡ଼ି ବସିଲେ, ଆଉ ଭୋଗ ଦେବାକୁ ପଡ଼ିବ, ଭୋଗ ଦେବ, ଆଳତି ଗାୟତ୍ରୀ କରିବ, ତୁଳସୀ ପକେଇ, ଏତେ ଧନ୍ଦା କିଏ କରିବ। ସେ ଚାଉଳ ପକାଇଲେ, ଡାଲି ପକାଇଦେଲେ, ପାଣି ଗରମ କରିଦେଲେ, ସେଥିରେ ଲୁଣ ହଳଦୀ ପକେଇଲେ, ସେ ଗୋପାଳ ଭିତରେ ପକାଇଦେଲେ ହାଣ୍ଡିରେ, ତୁ ଖା।
ନା କ'ଣ ଗୋପାଳ ତ ମାନେ ସହସ୍ର ସୂର୍ଯ୍ୟ ଯେ ତିଆରି କରିଛନ୍ତି, ଅନନ୍ତ କୋଟି ବିଶ୍ୱବ୍ରହ୍ମାଣ୍ଡ ଅନନ୍ତ କୋଟି ସୂର୍ଯ୍ୟ ତିଆରି କରିଛନ୍ତି, ମାନେ ମହାନ ତାପ ସେ ଏସବୁ ତାପ କିଛି ଅଗ୍ନି ତାପଟା କିଛି ନାହିଁ ତାଙ୍କ ପାଇଁ। ଏଇ ପ୍ରକାର ବୁଦ୍ଧିରେ ଲଗେଇ ସେ ସେବା କଲେ, ସେ ସେବାଟା କ'ଣ ଅନୁକୂଳ ଲାଗେ? କଥାଟା ବୁଦ୍ଧିର ସତ, ମିଛ ନୁହେଁ। ଭଗବାନ ସବୁ ସହ୍ୟ କରିପାରିବେ, କିନ୍ତୁ ସେ ସେବା କରିବାଟି ନୁହେଁ। ସେମିତି ଆଚାର୍ଯ୍ୟମାନେ ଯାହା କହିଛି ସେୟା କରିବା ଦରକାର। ମହାପୁରୁଷ ମାନେ ଆମେ ବୁଦ୍ଧିରେ ଲଗେଇଲେ ହଉଛି। ହଁ, ଯୋଉଠି ସେ ପ୍ରକାର କିଛି ଆସେ, ପରିବେଶ ତାର ସମାଧାନ ନ ହେଉଛି, ତାହେଲେ ପଚାରିବା ଦରକାର ବଡ଼ମାନଙ୍କୁ, ଯେଉଁମାନେ ଅଛନ୍ତି ପୂର୍ବଶରୀ ମାନେ ଏମିତି କରିବା ପାଇଁ ଚାହୁଁଛୁ, କ'ଣ କରିବା ଦରକାର, ସେମାନଙ୍କୁ ପରାମର୍ଶ କରିବା ଦରକାର। ନା ବେଳେବେଳେ ଆସେ ସେ ପ୍ରକାର ଦିଗରେ ଯେମିତି ଖଣ୍ଡିତ ହେଇଯାଇଥିଲେ, ପଚରାଗଲା ମହାତ୍ମାନଙ୍କୁ, ବଡ଼ମାନଙ୍କୁ, ସେମାନଙ୍କୁ ଯାହା ପରାମର୍ଶ ସେ ଅନୁସାରେ କରାଗଲା। ନିଜେ ବୁଦ୍ଧି ଲଗେଇ ଆମେ ସେବା କଲେ ହେଇନଥାନ୍ତା, ରଖିଲେ ହେଇଥାନ୍ତା। ସେମାନେ ମନା କରୁଛନ୍ତି, ଶୁଣିବାକୁ ପଡ଼ିବ, ବୁଦ୍ଧି ଲଗେଇବା ସବୁ କଥା ତାଙ୍କୁ ପଚାରିବା ଦରକାର। ଦିଅ ଦିଅ ପ୍ରାକ୍ଟିସ୍ ମାଗା ଦିଅ, 12:15 ହେଇଗଲା। ଆହୁରି ପ୍ରଶ୍ନ? କି ପ୍ରଶ୍ନ? ସେଇଠି କୃଷ୍ଣ ବାଲ୍ୟଲୀଳା କରୁଛନ୍ତି, ଏଠି ଗୁରୁ ରୂପରେ ଅଛନ୍ତି। ଏଠି ଅର୍ଜୁନ ପାଖରେ କୃଷ୍ଣ ଗୁରୁ ରୂପରେ ଅଛନ୍ତି, ଯଶୋଦା ପାଖରେ ବାଲ ଗୋପାଳ ରୂପରେ ଅଛନ୍ତି। ରସଗତ ବିଚାରରେ ସେ ବାତ୍ସଲ୍ୟ ରସ ଆସ୍ୱାଦନ କରୁଛନ୍ତି। ଏଠି ରସ ନାହିଁ, ଏଠି ଗୁରୁ ରୂପରେ ଶିକ୍ଷା ଦେଉଛନ୍ତି। ଗୁରୁଙ୍କ କଥା ଅକାଟ୍ୟ ଅବିଚାରଣୀୟ ଗ୍ରହଣୀୟ। ଏଠି ବୁଦ୍ଧି ଲଗେଇଲା ବୋଲି ଶିଷ୍ୟକୁ, ଏଠି ସେ ଲୀଳା ଅଛି ପୁସ୍ତକ ନା, ଏଠି ଗୁରୁ ରୂପ ଅଛନ୍ତି ନା ଖାଇବା ପଡ଼ୁଛି, ସେଥିପାଇଁ ଗୁରୁର କଥା ଶୁଣିବା ଦରକାର। ସେ ରସଗତ ବିଚାର ଅଲଗା, ଏଠି ରସ ନାହିଁ, ଏଠି ପୁରା ଗୁରୁ ଶିଷ୍ୟର ଟପିକ୍ ଚାଲିଛି, ପ୍ରସଙ୍ଗ ଚାଲିଛି, ଏଠି ଶୁଣିବା ଦରକାର। ସେଥିପାଇଁ ଗୀତା କୁହାଗଲା, ଆମମାନଙ୍କର ବୁଦ୍ଧି ଯୋଉ, ସେଥିପାଇଁ ଗୀତାଟା କୁହାଗଲା। ଭଜନ ଅନୁକୂଳ ବାସ ଏକାଦଶୀ ଶୁଦ୍ଧ ଭକ୍ତ ଚରଣରେ। ହରେ କୃଷ୍ଣ କର ମାଳା ଆଣି ଖଟ ଉପରେ ମାଳାଟେ ଛାଣ। ଦିଅ ସେମିତି ଦିଅ, ଯୋଉମାନେ ଆଣିଛ ନୁହଁ। ଏମିତି କରିବାକୁ ପଡ଼ିବ। ପ୍ରଶ୍ନ ଉତ୍ତର ରଖିବେ, ପ୍ରାକ୍ଟିସ୍ ମାଳା ରଖିବେ, ଯେଉଁମାନେ ଆସୁଥିବେ ଦିଅ, ନିୟମ କଲେ ସିଷ୍ଟମ୍ ଚାଲିଲା। ଆଉ ସେ ଯଶୋମତୀ ନନ୍ଦନ ମଧ୍ୟ ଅପେକ୍ଷା କରିଥିବା, ତାପରେ ଖାଇଦେଇ ପଳେଇବା ସେମିତି।